무슨 마음부터 잡았거든. 그래서 너무 시간에 숨었습니다. 생각을 고아하는 것 같으냐? 말만, 애가 마음을 붙잡아라. 그것은 정말 똑같으냐? 마트를 다니려다가 너가 내게 빼라기도 없네. 아들이 버티지 못하는 제 가지고 아쉬워. 생각을 못하는 기회가 맞아. 생각만 바닥을 하는 거지. 생각만 상도 몰랐어요. 아니 다른 친구들이 이번 대학은 상거리 갈기, 상거리 캐리기, 상거리 부리기, 상거리 소지기, 서부부터 상거리 걸기. 아차차, 플라스틱 먹기 아니야 바보나. 재밌는 거를 뭐하나 바보? তাকে বিকশিত করা সমস্যার মুগ্ধ হয়ে যাচ্ছিলে।
뒤에 전사들이다. 어떻게 전사들이다. 그러더라고. 없으니까. 없으니까. Babu, kalian bukan segitu sih. Segitu kamu segitu. Kali sulit. Musikati. Saya minta musikati. Kamu pusing apa lagi? Oh, kalau dikongsi, aku sendiri tak kali pusing. Apa yang kena kau? Dua kali kau.
बोलो विनोद आगे पे आगे हाँ हो गया ओ विनोद विनोद के जाना हाँ। तुम्हारा कुछ और नहीं तुम जानी हो बेटी वो होगी 500 वर्ष वाली विनोद को बोला था तुम और तो मैरिज करे तो किसको नहीं से हाँ भाई तुम किसको नहीं बोली ना। और मेरा विनोद किए विनोद के वो नाम अरे कैसे बोले पड़ियो से हमरा से टाका দিয়ে बोले पड़ियो ना से हमरा तो জলে টাকা আপনি বসি করছি না সে আসুতো এ ভাই মুই তো তোমাকে বিট করছি তুমি নিশ্চয় শিক্ষা মনে করিছো তুমি তাকে ভুল বলে যে শান্তি থেকে দৌড়ে এসে বকেটে চকলেট দিয়ে গেছে আর তোতে কোন দে বেবি ভাই মতে চকলেট দিয়ে বলি মো ভাইকে জমা করে বলি তোরা মনে বলে আরে তোরা মনে পড়িব যা বলবলে সফর করি দেখি করি তোমার বহুত ভালো লাগছে আমার করে রদি যাও মনে করে না না তোর রামা মনে করি ভাই তুমি মনে মধ্যে কাম করবে আরে যেটা সকলেই করতেন বেবি ভাই তোমরা বড় হয়েছে নাকি হ্যাঁ ও কানাতুন্নু আমার সঙ্গে খুলে ফিরে গেছিল মানে এই ভূতের মধ্যে আসছি ওটাই মানে আরে একটা পরে যাবে বলে দেবো তুমি করে আছো वो भाई ऐसे भी किती मनु अरे मेरे नाटक में था हम हाथ में जाएंगे सिर्फ सब में सिगारेट को बेटी आप भाई पर समझ आके होते रहते उसे आंसू को बेटे सिगारेट को बेटे आ रहे ना हेलो बोल किसे ଆଉ ବର୍ଷ ପରେ ଗୋଟେ ପିଲା ହବ ଆଉ ସେ ପିଲା ମତେ ଗାଡି ଗାଡି ବୋଲି ଡାକିବ ଆରେ ତମକୁ 22 ବର୍ଷ ସାଙ୍ଗକୁ ଅନୁମାନ ଚାଷ କରିବ ନା କଣ ଏ ଶୁଣ ମୋ ମାମା କହୁଛି ତମକୁ ଦେଖିବ କାଲି ଦେଖିବ କୋଉଠି କଣ ଆମ ଘରେ ମୋ ମାମା ଘରକୁ ତମକୁ ଇନଭାଇଟ୍ କରୁଛି ହେଲା ଆମେ ସମସ୍ତ ବସି ଗୋଟେ ପ୍ଲାନ୍ କରିବା ଆଉ ଆମେ 3 ଜଣ ମିଶିଗଲା ପରେ ମୋ ଭାଇ ରାଜି ହବାଟା ଫାଇନାଲ କଣ ଲାଗୁଛି ଆରେ ମୁଁ ପରା ଅଛି ଭବିଷ୍ୟତରେ ହବାକୁ ଯାଉଥିବା ତମ ପିଲାର ବାପା
ଅଛି ମୁଁ ଭୁଲ ଜାଗାକୁ ଚାଲି ଆସିଛି। ନାଇଁ ନାଇଁ ଠିକ ଜାଗା। ମୁଁ ଆପଣଙ୍କୁ ଫଟୋରେ ଦେଖିଥିଲି। ଆପଣ ଆମ ଘରେ ବୋହୂ ମାଲା। ବୋହୂ ହଁ हाँ तो यही काम करो भगवान ଆଜ୍ଞା ନମସ୍କାର। ନାଇଁ ନାଇଁ नमस्कृतज्ञ ସଂସ୍କୃତି ଜ୍ଞାନ नहीं नहीं से जो हमारे कालिया संगम है ना तब आई पर संगम तो जाने के लिए नमस्कृतज्ञ ଏମିତି କଲା ନା? କାଳି ସେ ଖଣ୍ଡ ହଉଛି ଆରେ ଆଚ୍ଛା ଆଚ୍ଛା ମୁଁ ମତେ ଭୁଲ ବୁଝିଛ ମୁଁ ବୋହୂ ମାନ ଆମ ଖୁସି ନାଇଁ ନାଇଁ खुशी तो तब तो मैं हम करो बहुमा आता जान नहीं पड़े ଲେମ୍ବୁ ପାଣି ମୋ ବେକୁଟା ଚିପି ଦେଲା। କହିଲା କଣ ଲେମ୍ବୁ ପାଣି। तब छक्का लगे ଆଚ୍ଛା କହିଲେ ବୋହୂମା ତମେ ଲେମ୍ବୁ ପାଣି ପିଇବ ନା କୁଲଡିନି ପିଇବ? କୁଲିନି କୁଲିନି କଣ ऐसा मुझकोटा स्कूल चाहिए कोला कुलबिनी है ना कुलडला ହଁ କୁଲଡନ କୁଲଡନ ସେଇଟା। କୁଲଡନ ହଁ ହେଲେ କୁଲଡନ କଣ ମୁଁ ବୁଝିପାରିଲିନି ये स्कूल चाहिए रे ये पाटा पाटे ସେଇଟା କଣ କୁହ? ଆରେ ମନ ପକଉନ ବହୁତ ଗପୁଛୁ। तू मन बको ହଁ ମନେ ପଡିଲା ମନେ ପଡିଲା। ଯୋଉ ଫ୍ରିଜରୁ ବାହାର କରିଦେଇ ତାକୁ ତଳେ ଥୋଇ ଦେଲା ପରେ ଠିପିଟା ଖୋଲିଦେଲା ପରେ ଯୋଉ ଧୂଆଁ ଭଳିଆ ସୁ ଉପରୁ ଉଠିଯାଏ ସେଇଟା। ବୁଝିଗଲି କୋଲ୍ଡ ଡ୍ରିଙ୍କସ୍ ପାଠ ପଢିଛନ୍ତି। ऐसा मुझकोटा स्कूल चाहिए जैसे काम ସ୍କୁଲ ଯାଇଛି ସେଇଥିପାଇଁ କହିଲା କୁଲଡନ। ମୁଁ କହିଛି ନା ମୁଁ ଏ ଘର ମେନ୍ ମାନେ ମୁଁ ଏ ଘର ଚାକର ମୁଁ ଏ ଘର ଚାକରାଣୀ ହେଲା। ଆଲୋ ନନ୍ ସେଇଟା ପିନ୍ଧିବ। ମୋ ଚଷମା ଦଉନୁ ଯୋକଡ଼ି ଖାଇ କୁକୁର ମୋ ଚଷମାରେ କୁତିଟାନି ତତେ ଗରମ ପାଣି ଛାତି ଦେବି ମୋ ନା ତମ ମିଛ କୁହନି ମୁଁ ମିଛ କହୁଛି ଆଉ କଣ? ଆଜି ମୁଁ କେତେ ମିସ୍ କରୁଛି ମୁଁ ମରିଛ ଖାଇଲ ଏବେ ମିଛ ନା ଆରେ ମୁଁ ତ ରାତି ଛଡା ତମକୁ ଯେତେ ଥର ଫୋନ କରି ଆସ କହିଲେ ହଁ। ଖୁସି ଆଉ 5 ମିନିଟ୍ ପ୍ଲିଜ ଆଉ 10 ମିନିଟ୍ କିଏ କହେ ତମେ ନା ମୁଁ ନା ବାବା ମୁଁ କହେ ଏ ଖୁସି ହଁ? ଗୋଟେ କଥା କହିବି ତମେ ନା ଏ ଡ୍ରେସରେ ମସ୍ତ ଲାଗୁଛ ସତରେ ସୁନ୍ଦର ଲାଗୁଛି ସତରେ ଅଡ୍ର ମିଛ ଆଣିଲନି ସତରେ ସୁନ୍ଦର ହଁ ମୋର ଏତେ ପ୍ରଶଂସା ଜମା କରନି ଆଉ କାହାକୁ? ଏଇଟା ତମ ଘର କାହାକୁ ନାହିଁ ମୋ ଡର ଏ ଖୁସି ମାମା ମନ୍ଦିର ଯାଇଛି ଆଚ୍ଛା। ଭାଇ ଠାକୁର ଘରେ ହଁ। ରାଧା ଆଉ କାନା ରୋଷେଇରେ ବେଶ ଓ ଚାଲ ସକାଳଟାକୁ ଟିକେ ରଙ୍ଗୀନ କରିଦବା ମାନେ ଚୁପ୍। এই! ସାମ୍ନାରେ ଠିଆ ହେଇଛି ବୋଲି 15 ବର୍ଷ ହେଲା ତତେ ଦେଖିନି ଯେ ଏ ଆଖି ଦିଟା ମୋର ଫୁଟି ଗଲାନି। ଆଇଲୁ ସାଙ୍ଗ ମୁଁ ତତେ ଟିକେ କୁଣ୍ଡେଇ ପକାଏ। ଆରେ ଆ ସାଙ୍ଗ साला छोटलक भिकारी कोटकर केस तो अरे 50 पर केस तो अरे केस तो
ଆଶୁତୋଷ ମହାପାତ୍ର ଆଖି ସାମ୍ନାରେ ଛିଡ଼ାବାର ସତ୍ସାହସ ତମେ କରିପାରିଲ କେମିତି? ଆଉ କାହିଁକି ଅଭିମାନ କରୁଛ ଯେ? ଅଭିମାନ ନୁହଁ, ଅଭିନୟ। ତମେ କଣ ଭୁଲିଗଲ ଗୀତା? ମୋ ସାଙ୍ଗ କଲେଜ ଜାମାରେ 5 ବର୍ଷ ଧରି ବେଷ୍ଟ ଆକ୍ଟର ଆୱାର୍ଡ ଜିତିଥିଲା। ଆରେ ସାଙ୍ଗ, ଆଉ ଅଭିମାନ କାହିଁକି? ରାଗରୁଷା କାହିଁକି? ଛାତିରେ ଲାଗିଯା। ଆଳୁ ପଦେ କି ତୁମ ସହିତ କଥାବାର୍ତ୍ତା କରିବ ତ ସିକ୍ୟୁରିଟି ଠାରୁ ବନ୍ଧୁକ ଆଣି ଏଇଠି ଫାୟାରିଂ କରିବି। ସେମିତି ଛୋଟ ଭିକାରୀ କୋଟକାର କେବଳ ବାହାଘର ବୋଲି ଶୁଭ କାମ ମୁଁ ତ ଛାଡି ଦଉଛି, ତା ନହେଲେ ତ ଅବସ୍ଥାକୁ ମୁଁ ଏମିତି କରନ୍ତି। ଖୁସିକି ଦେଖା କରିବ ତମେ ମାନେ ପ୍ରଶ୍ନ ଉଠୁନି। ଦେଖା କରିପାରିବାନି ଖୁସିକୁ, ଦେଖା କରିପାରିବେନି, ଦେଖା କରିପାରିବନି ଯେ ଆଶୁତୋଷ ମହାପାତ୍ର ବଂଶର ବୋହୂକୁ ଦେଖା କଲା ଭଳି ଯୋଗ୍ୟତା ତୋ ଭଳି ଗୋଟେ ଛୋଟ ଭିକାରୀ ନା। ସେ ବୋହୂ ହଉଛି ମୋ ନଣନ୍ଦ। ଖୁସି ମୋ ସାନ ଭଉଣୀ। କଣ କହିଲ ତମେ? ଖୁସି କିଏ? ଆରେ ପଚାରୁଛି ପୁରା, ଖୁସି କିଏ? ଖୁସି ହଉଛି ଦେବିକା ମିଶ୍ରର ସାନ ଭଉଣୀ। ହଁ, ସେ ସାନ ଭଉଣୀ। ମିଛ। ଆରେ ଆହୁରି ମିଛ କହୁଛୁ? ମିଛ? ମୁଁ ତ ମିଛ। ଖୁସି ତମକୁ କହିନି ସେ କାହା ଝିଅ କାହା ଭଉଣୀ ବୋଲି। ବହୁତ ବଢିଆ ହେଇଛି। ଅଯଥାରେ ମୁଁ ଟେନସନ ନଉଥିଲି। ଆଚ୍ଛା, ତମେ ସେମାନଙ୍କୁ ଦେଖିବାକୁ ଚାହୁଁଛ ନା? ହଁ, ଆମେ ସେମାନଙ୍କୁ ଦେଖା କରି ଦେଖା କରିଦେଇ ଚାଲିଯିବୁ। ସେମିତି ବିଜୟକୁ ଦେଖିଲି, ତା ସାଙ୍ଗରେ କଥା ହେଇଛି। ଖାଲି ପୁଅ ବୋଉକୁ ଦେଖା କରି ଆମେ ଚାଲିଯିବୁ। ଆରେ ଦେଖା କରିବା ଉଚିତ। ବୋଉକୁ ସାଙ୍ଗରେ ଆଣି ଆସିଲୁ। ये तो विनोद होती। ମୁଁ ପଚାରୁଛି ଖୁସି ଇଏ କିଏ? ମୋ ବାବୁ କାକର ଚାକର। ସତ କଥା ହେଲା, ଆମ ସାନ ବାପା ଝିଅକୁ ବାହା ହେଇଥାନ୍ତେ। କଣ ହେଲା କେଜାଣି ସେ ବାହା ହେବାକୁ ମନା କରିଦେଲେ। ଏକ ପେଟରେ ଛୁଆ ଅଛି। ଏକ ବାହାଘର ନହେଇଥିଲେ ଇଏ ହଇରାଣ ହେଇଥାନ୍ତେ, ଅପଦସ୍ତ ହେଇଥାନ୍ତେ। ସେଇଥିପାଇଁ ବା ଆମ ବାବୁ ମୋ ସାଙ୍ଗରେ ବାହାଘର କରିଦେଇଛନ୍ତି। ମୁଁ କଣ ପରିବେଶରେ ଭଲ ଦେଖାଇବି କି? ସେଇଥିପାଇଁ ଆମ ବାବୁ ମୋ ସାଙ୍ଗରେ ବାହାଘର କରିଦେଇଛନ୍ତି। ବାହାଘର ଅସମ୍ଭବ। ଖୁସି, ଏଥର ସିନ୍ଦୁର ଖୋଲିଦେ। ଚାଲ ମୋ ସାଙ୍ଗରେ। ତୋତେ ଫସେଇ ଦିଆଯାଇଛି ଭଉଣୀ। ତୋ ସହିତ ନାଟକ କରି ତା ଘରର ଚାକର ସହିତ ତୋତେ ବାହା ଦେଇ ଇଏ ମୋ ଠାରୁ ପ୍ରତିଶୋଧ ନେବାକୁ ଚାହୁଁଛି ଆଶୁତୋଷ ମହାପାତ୍ର। ଆବେ ମୁଁ ଯଦି କୁହେ ତୁ ତୋ ଭଉଣୀ କିଛି ମୋ ଭାଇ ପଛ ଲଗେଇ ସେ ଦି ଜଣଙ୍କର ବାହାଘର କରି ସମସ୍ତ ସମ୍ପତ୍ତି ଲୁଟି ନେବାକୁ ଚାହୁଁଥିଲୁ, ତୁ ଦେବି ତୋ ମିଶ୍ର। ଆମେ ଜାଣିନଥିଲୁ ବିନା ତମ ଭାଇ ବୋଲି। ଆଚ୍ଛା, ଜାଣିନଥିଲୁ ତ ନାଇଁ? ପ୍ରତି ମୁହୂର୍ତ୍ତରେ ନିଜ ରଙ୍ଗ ବଦଳୁଥିବା ଜୀବଟିର ନାଁ ହଉଛି ଏଣ୍ଡୁଅ। ପ୍ରତି ମୁହୂର୍ତ୍ତରେ ନିଜ ଚରିତ୍ର ବଦଳୁଥିବା ନାରୀର ନାଁ ହଉଛି ଗୀତା ମିଶ୍ର। କଣ ଭାବୁଥିଲ ତମେ? ମୁଁ ଜାଣିପାରିବି? କେବଳ ତମେ ଦି ଜଣ ମିଶି ତମ ଭଉଣୀ କିଛି ମୋ ଭାଇ ପଛ ଲଗେଇ ସେ ଦି ଜଣଙ୍କର ବାହାଘର କରି ସମସ୍ତ ସମ୍ପତ୍ତି ତମେ ଲୁଟି ନେବାକୁ ଚାହୁଁଥିଲ। ବହୁତ ଭଲ ହେଇଛି। କଣ କହିଲୁ ତୁ? ମୁଁ ମୋ ଭଉଣୀକି ଲଗେଇ ତୋ ସମ୍ପତ୍ତି ହଡପ କରିବାକୁ ଚାହୁଁଥିଲି। ଆରେ ଆଜି କୋଟ ପ୍ୟାଣ୍ଟ ପିନ୍ଧିଛୁ, ଦିନ ଥିଲା ବଟମ ନଥିବା ପ୍ୟାଣ୍ଟ ପିନ୍ଧୁଥିଲୁ, ମୁଁ ସେଫ୍ଟି ପିନ୍ ଲଗେଇ ଦଉଥିଲି। ବାବୁ ଅନେଇଲୁ, କିଛି କର୍ତ୍ତବ୍ୟକୁ ବାହାରି ଦେବି କଚ କଟ। କିଛି କହିବା ଦରକାର ନାହିଁ, ତୁ ଚାଲି ଯାଉନୁ କାହିଁକି ଜାଣିଦେବି? ସେ କଣ କହୁଛି ଶୁଣିପାରୁନୁ? ଶୁଣିପାରୁନୁ ତୁ? ଆରେ ମୋରି ସାଇକେଲରେ ସ୍କୁଲ ଯାଉଥିଲୁ, ମୋରି ବାଇକରେ କଲେଜ ଯାଉଥିଲୁ, ମୋରି ବହିରେ ପାଠ ପଢୁଥିଲୁ। ଫର୍ମ ଫିଲଅପ ପାଇଁ ମୁଁ ପଇସା ଦଉଥିଲି। ମତେ ପଇସା ଦେଖାଉଛୁ ବେଇମାନ। ପଇସା ବାବୁ, ମୋ ବଡ ବାବୁକୁ ବେଇମାନଙ୍କ ପରିସ୍ଥିତି ଭୟଙ୍କର କରିଦେବି ଜାଣିତା। ଆରେ ସାଙ୍ଗ ହେଇ କମ୍ପାନୀ କରିଥିଲୁ,
ଦୟାରେ ମୁଁ ତତେ ଛାଡ଼ିଦେଲି। ଆଜି ସେଇଥିପାଇଁ ତୁ କୋଟିପତି ହେଇଛୁ, ନହେଲେ ରାସ୍ତାରେ ଭିକ ମାଗିଥାନ୍ତୁ। ଭିକାରୀ। କଣ କହିବେ ଶଳା ଟେମ୍ପୁ ବାଲା? ଶଳା ମୋ ବାବୁକୁ ଭିକାରୀ କବି ଶ୍ୱଶୁର ପୁଅ। ତାକୁ ଛାଡ଼ି ଦିଅନ୍ତି ଆମ ବଡ଼ ଭାଇ। ମୋ ବଡ଼ ବାବୁ ମୋ ପାଇଁ ଠାକୁର ବଡ଼। ମୋ ବଡ଼ ବାବୁ ମୋ ପାଇଁ ମହାଦେବ ହେଲେ, ଏ କାନ୍ନା ତାଙ୍କ ପାଇଁ ବାସୁଆ ଷଣ୍ଢ। ମୋ ବଡ଼ ବାବୁ ମୋ ପାଇଁ ନାରାୟଣ ହେଲେ, ଏ କାନ୍ନା ତାଙ୍କ ପାଇଁ ଗରୁଡ଼। ଏ କାନ୍ନା ସବୁ ସହ୍ୟ ମ୍ୟାଡ଼ାମ, ହେଲେ ମୋ ବାବୁকে ଆଖି ଉଠେଇ ଚାହିଁଲେ ତା ଆଖି ତାକୁ ତାଡ଼ି ଆଣିବେ। ତା ବୋଲି ତମେ ମୋ ନିରୀହ ଭାଇଟାକୁ ହାତ ଉଠେଇକି ମାରିବ? ଏ ଖୁସି ଖୁସି ଚାଲ, ପଳେଇ ଚାଲ ଆମ ସାଙ୍ଗରେ। ଖୁସି ଆମ ସାଙ୍ଗରେ ପଳେଇ ଚାଲ। ଆଉ ନେଇଯାଅ, ତମ ବୋଉଙ୍କ ଛାଇ ପଡ଼ିଲେ ମୋ ବାବୁଙ୍କର ଅମଙ୍ଗଳ ହବ। ନେଇଯାଅ ତାକୁ। ନାଇଁ କନ୍ୟା, ନାଇଁ କନ୍ୟା, ଦେଖ ତମେ ସେମିତି କିଛି ଜମା ବି ଗଲେ ହାତ ଚଳୁଛି ତମକୁ। ତମର ମତେ ବାହା ହେଇଛ, ଦେଖ ନା ହାତରେ ଶଙ୍ଖ ପିନ୍ଧିଛ, ମଥାରେ ସିନ୍ଦୁର ବି ଦେଇଛ। ମୁଁ ତମରି ସେଠି କନ୍ୟା, ସାରା ଜୀବନ ମୁଁ ତମରେ ହେଇକି ରହିବି। ତମେ ମରେଲେ ମୁଁ ହଉଛି ମୋ ବଡ଼ ବାବୁଙ୍କର। ସେ ମୋ ବଡ଼ ବାବୁଙ୍କର ନୁହଁ, ସେ କେବେ ବି ମୋର ନୁହଁ। ଏ ଖୁସି ଏମାନେ ଜମା ଭଲ ପଡନ୍ତି। ଏମାନଙ୍କ ଭିତରେ ହୁଡ଼ୁମି କିଛି ବି ନାହିଁ। ଚାଲ ଚାଲ ଖୁସି ଆମ ସାଙ୍ଗରେ ପଳେଇ ଚାଲ। ଆରେ ଚାଲ। କାହିଁକି ଆସିଥିଲ ତମମାନେ ଏଠିକି? ସଂସାର ଯୋଡ଼ିବାକୁ, ଆମ ସଂସାରଟାକୁ ଭାଙ୍ଗି ଦେବାକୁ, ମତେ ଆଶୀର୍ବାଦ କରିବାକୁ ନା ଅଭିଶପ୍ତ କରିବାକୁ? ତମେ ଆମକୁ ଏ କଥା କହିପାରୁଛ? ଜୀବନ ସାରା ଯୋଉମାନେ ଭାଙ୍ଗି ଜାଣିଛନ୍ତି, ଗରିବାର ଆନନ୍ଦ ସେମାନେ ପାଇବେ କୋଉଠୁ? আরে যেতে শীঘ্র পথে জায়গা ছাড়িকে চলে যাও তোমারে। পিলানি, আরে যাও তোমারে ছাও। ଏରା ତାକୁ କଣ କହୁଛ? ମୁଁ ତମକୁ କହୁଛି, ତମେ ବି ତାଙ୍କ ସାଙ୍ଗ ଚାଲି ଯାଅ। ଏସବୁ ମୋର ଭୁଲ କଣ? କାହିଁକି ନା ତମ ରକ୍ତ ତାଙ୍କ ରକ୍ତ ସମାନ। ଆରେ ଦଉନ ମୋ ଦେହରେ ସେ ସବୁ ରକ୍ତ। ଆରେ ମରି ଦଉନ ମତେ। ହାତ ଯୋଡୁଛି ମୁଁ, ମତେ ଲୋକ ଆଶା କରନି, ଆଉ ମତେ ଲୋକ ଆଶା କରନି। ବାବୁ, ବାବୁ, କେବଳ ଆପଣ କହିଥିଲେ ବୋଲି ମୋ ଭାଇ ଭୋଜକୁ ମୁଁ ଏଠିକି ଡାକିଥିଲି, କିନ୍ତୁ ମୁଁ ଜାଣିନଥିଲି ବାବୁ ମୋ ଭାଇ ଆଉ ଆପଣଙ୍କ ଭିତରେ ସତରେ ଏତେ ବଡ଼ ଶତ୍ରୁତା ଅଛି ବୋଲି। ବାବୁ, ମୋ ଭାଇଟା ଯଦି ଆପଣଙ୍କ ପାଖରେ କିଛି ଭୁଲ କରିଦେଇଛି, ତା ଭୁଲ ପାଇଁ ଆପଣଙ୍କ ପାଖରେ ମୋ ହାତ ଛୁଡ଼ି କ୍ଷମା ମାଗୁଛି ବାବୁ। ଆପଣ ଭାଇଟା କ୍ଷମା କରିଦିଅନ୍ତୁ। କିନ୍ତୁ ବାବୁ, ମୋ ଭାଇର ସେ ଭୁଲ ପାଇଁ ଆପଣ ମତେ ନର୍କକୁ ଠେଲେଇ ଦିଅନ୍ତୁନି ବାବୁ। ଯୋଡୁଛି ମୁଁ ଆପଣଙ୍କୁ ଗୋଡ଼ ତଳେ ପଡୁଛି ବାବୁ। ଓକେ ଓକେ ଓକେ, ତମେ ନିଶ୍ଚୟ ଆମ ଘରକୁ ଯିବ, ବଟ୍ ୱାନ୍ କଣ୍ଡିସନ୍। ଆଜି ମୁଁ ଆପଣଙ୍କର 100 କଣ୍ଡିସନ ମାନିବି ବାବୁ। ମତେ ଖାଲି କୁହନ୍ତୁ, ଆଜି ଆପଣଙ୍କର କଣ୍ଡିସନଟା କ'ଣ? ଆଜିଠାରୁ ତମ ଭାଇ ଭାଉଜ ସହିତ ତମର କୌଣସି ସମ୍ପର୍କ ରହିବ ନାହିଁ। ରହିବନି ବାବୁ। ଏଇ ମୁହୂର୍ତ୍ତଠାରୁ ଭାବିଲ ବୋଧେ ତମ ପାଇଁ ତମ ଭାଇ ଭାଉଜ ମରିଗଲେ। ଆଜିଠାରୁ ମୋ ପାଇଁ ମୋ ଭାଇ ଭାଉଜ ମରିଗଲେ। ମରିଗଲେ ମାନେ ମୋ ପାଇଁ, ମରିଗଲେ ମାନେ ମୋ ପାଇଁ। ଖୁସି ନା ତମର କେହି ନୁହଁ, ତମ ଭାଇ ହଉଛନ୍ତି ତମର ବାପା। ଆରେ ତମେ ତାଙ୍କ ଭଉଣୀ ନୁହଁ, ତମେ ତାଙ୍କର
ତମେ ତ ଏତିକି ଜାଣିଛ ହଁ ହେଲେ ମୁଁ ଯେତିକି ଜାଣିଛି ତମେ ଜାଣିନ କଣ ବା ମ୍ୟାନେଜର ଡନ୍ ହଁ ମୋ ସହିତ ସ୍କୁଲରୁ କଲେଜ ଯାଇ ପାଠ ପଢୁଥିଲେ ହଁ ଆଉ ସ୍କୁଲରେ ତିନି ତିନିଟା ଝିଅକୁ ମିସବିହେଭ କରି ସ୍କୁଲରୁ ସସ୍ପେଣ୍ଡ ହେଇଥିଲେ ପରେ ସେ ଝିଅଙ୍କ ଗୋଡ ଧରି କ୍ଷମା ମାଗିଥିଲେ ଏଇଠି ଅନେଇଲ ଆଉ କଲେଜରେ ଝିଅ ଛୁଆଙ୍କ ବାଥରୁମରେ ବସିଥିଲେ ଆଉ ପ୍ରିନ୍ସିପାଲ ତ ଖାଲି କଲେଜରୁ ରସ୍ ଟିକେଟ ତ କରିନଥିଲେ ଆଉ ଆଉ ହଜାର ହଜାର କଲେଜ ପିଲା ସାହାଯ୍ୟରେ ତାକୁ ଉଠୁ ବସ କରେଇଥିଲେ ଏଇଠି ଅନେଇଲ ତାହେଲେ ମ୍ୟାନେଜର ବାବୁଙ୍କ ଇତିହାସ ପୁରା ସ୍ୱର୍ଣ୍ଣମୟ ଖାଲି ସେତିକି ନୁହଁ ଆଉ କଣ ମୁଁ ଯାହା ଶୁଣିଛି ଆମ ମାଲିକର ଭଉଣୀ ସିଏ କମ୍ପାନୀର ଏମଡି ଥିଲେ ସେ ଆତ୍ମହତ୍ୟା କରିନଥିଲେ ତାକୁ अबे लगाम पूरा लगाम छिड़ेले गोली खाए जीवनु लगाम छिड़ेले महाभारत हुए बे महाभारत मते जे सपोर्ट करे मु ताकू शाबाश दे आउ जे अपोज करे कास छोड़ा गोली खाए बे भले कहूची तते आउट ऑफ कंट्रोल होना ये तो सत्य जुगर मानव ए कंपनी होची मो भाई घर मु होची कंपनी रो मैनेजर ए कंपनी मोरी ऑर्डर ही चले एमें कि मोर बिना अनुमति रे कंपनी रो गेट भी खोलेनी ମୁଁ ଆପଣଙ୍କ ପାଖରେ ଚାକିରି କରିବି ମୁଁ ଆଶୁତୋଷ ବାବୁ ପାଖରେ ଚାକିରି କରିବି ତାଙ୍କ ପାଇଁ କାମ କରୁଛି ଆଉ ତାଙ୍କ ଠାରୁ ଦରମା ନଉଛି केते टका नौच 70,000 तो कैशियर 7 लाख देवी केते केते 7 लाख पूरा 10 गुणा आउ एने की असुविधा नहीं एने की तो कैशियर बाबू आपण को कथा अनुसार काम करिवे थैंक यू मानती आज्ञा सर कैशियर मु आज ही 7 लाख टका पेमेंट एथर मन खुशी ତାମାନେ ଆପଣମାନେ ମତେ ଲାଞ୍ଚ ଦଉଛନ୍ତି ମ୍ୟାନେଜର ହେଇ ଶ୍ରମିକମାନଙ୍କୁ ଲୁଟୁଛନ୍ତି ଏ କମ୍ପାନୀକି ଲୁଟୁଛନ୍ତି ଆଉ ତାପରେ ବି ମତେ କମ୍ପାନୀକି ଲୁଟିବା ପାଇଁ ଲାଞ୍ଚ ଦଉଛନ୍ତି ଶୁଣନ୍ତୁ ମୁଁ ଆପଣ ପରି ବେଇମାନ ନୁହଁ सोना औकात रही कथबार्ता करबे तू जानिलु ए डॉल चाइले कौन करि पारे तू पाला तू भी जानिलु ମୁଁ ଚାହିଁଲେ କଣ କରିପାରେ ଲାଷ୍ଟ ପାର୍ଟି ଯାଉଛି ବଦଳ ଯା ଆଉ ତାହେଲେ ତ କର୍ମ ବିଷୟରେ ମୁଁ ଯଦି ଆଶୁତୋଷ ବାବୁକୁ ଜଣେଇଦେବି ନା ଅନେଇଲୁ ଖାଲି ଚାକିରି ତ ସସ୍ପେଣ୍ଡ ହବନି ହାତରେ ହ୍ୟାଣ୍ଡକପ୍ କରିବାଟା ଫାଇନାଲ ଚେଞ୍ଜ ୟୋର ସେଲ୍ଫ वारे जाऊ जबे हरत जाता अबे तोर एते सास अबे तू मो ऑफिस भीतर मत पड़ी ए देखिबु हां बाबा फोन फोन कर जुए आगो पुलिस की फोन करबी ता परे मालिक को फोन करबी देख पुलिस को फोन आते हम कौन आंटी था शीघ्र चित्र तू कॉल कर लागिला को अति जल्दी को ए कैशर फाइल क्लोज करिया पे फोन कर जल्दी ए मैनेजर अबे कौन कैशर एते तेरे गोटे डॉल थिला जानि तुमो अमिताभ बच्चन शाहरुख खान आउ बर्तमान डन तो डन रे
ଇତିହାସ ପଢିବା ପାଇଁ ଯଥାଶୀଘ୍ର ଘରକୁ ଫୋନ କରି ପୁରୋହିତକୁ ଡାକିବେ ତୋର ଶୁଦ୍ଧି କ୍ରିୟାର ମନ୍ତ୍ର ପଢିବା ପାଇଁ। କିଛି ଭଲ କରୁ ଜାଣି ଶୁଣି ଆଇନ କି ତୁ ହାତ ମୁଠାକୁ ନଉଛୁ। ଭାରତର ଆଇନ ଆମ୍ବେଦକର ଲେଖିଥିଲେ ହେଲେ ତା ନିଜ ଆଇନ ନିଜେ ଲେଖେ। ପାର୍ଲାମେଣ୍ଟରେ ପାସ୍ ହେଲେ ଭାରତର ଆଇନ ବଦଳି ଯାଏ ହେଲେ ତା ନିଜ ଆଇନ ନିଜେ ଚେଞ୍ଜ করে। দল হচ্ছে মন কা রাজা।
ହଁ କହୁନାହାନ୍ତି। ଏ ଶଳାଟା ଆସିଲା ଦଳକୁ ଇତିହାସ ପଢିବା ପାଇଁ, ନିଜେ ଇତିହାସ ହୋଇଗଲା। ଆରେ ମୁଁ ଜାଣିପାରୁନି ସେ ଆପଣଙ୍କ ବିଷୟରେ ଏତେ କଥା ଜାଣିଲା କେମିତି? ଆରେ ବାହାରେ ବୁଝୁନ କାହିଁକି, ଜାଣିଥିଲା ବୋଲି ତ ଅଜଣା ଜାଗାକୁ ଚାଲିଗଲା ନା। ଆରେ ଏବେ ଡେଡ୍ ବଡିଟାକୁ ଆମେ କରିବା କ'ଣ? କିଛି ଅସୁବିଧା ହବନି। ଆଇଆଇସି ହଉଛନ୍ତି ମୋ ସାଙ୍ଗ, ମୁଁ କଥାବାର୍ତ୍ତା କରିବି। ହଁ ତମେ କିନ୍ତୁ ଗୋଟେ କାମ କର, କ'ଣ? କ୍ୟାସରକୁ ଏ ରୁମ୍ ଭିତରେ ପୁରେଇ ଲକ୍ କରିଦିଅ। ସିଏ ପଚାରିବ, ତାକୁ କହିବ କ୍ୟାସର ଛୁଟିରେ ଯାଇଛି, ରାତି ଅଧିକା ଦେଖି କ୍ୟାସରକୁ ସେ ଟ୍ରେନ୍ ଲାଇନ୍ ଉପରେ ଫୋପାଡ଼ି ଦେବ। ଆଉ ତାପରେ ଲୋକମାନେ କ'ଣ କହିବେ ତମେ ଭଲସେ ଜାଣିଛ। ବାସ୍ ଲୋକମାନେ ସକାଳୁ ସକାଳୁ ରେଡିଓରୁ ଖବର ଶୁଣିବେ। ଆକାଶବାଣୀ କଟାଏ ଖବର ପଢୁଛନ୍ତି ଝିଟପିଟି ମହାନ୍ତି। ଆଜିର ମୁଖ୍ୟ ସମାଚାର, ଆଶୁତୋଷ ଟ୍ରେଡ୍ ଆଣ୍ଡ କମ୍ପାନୀର କ୍ୟାସିୟର ମିଷ୍ଟର ତୁଷାର ଘୋଷ ଗତକାଲି ବିଳମ୍ବିତ ରାତିରେ ଅତ୍ୟଧିକ ମଦ୍ୟପାନ କରି ରେଳ ଧାରଣା ଉପରେ ସେଲ୍ଫି ନେବା ବେଳେ ତାଲଚେର ପାରାଦୀପ ଗୁଡ୍ସ ଗାଡ଼ିରେ ଧକ୍କା ହୋଇ ମୃତ୍ୟୁବରଣ କରିଛନ୍ତି। ଏଥିସହିତ ଆଜି ପାଇଁ ସମ୍ବାଦ ଶେଷ ହେଲା। ନମସ୍କାର ସାର୍, ଆପଣ ହଉଛନ୍ତି ରିଅଲ ଡନ୍। ଏମିତି କଣ ପେଙ୍ଗଉଛ? ତମର କଣ ହାର୍ନିଆ ହେଇଛି? ଆଚ୍ଛା ଏଟା ଯାଇଛି ନା ବିଟା ଯାଇଛି? ମାନେ ଦିଟା ଯାକ ଆଉ ବାଳ ଅଛି ଯେ ସୁନ ପାମ୍ପଡି ଖାଇ। ମ୍ୟାଡାମ 70 କିଲୋମିଟର ଅଟୋ ବୁକ୍ କରି ଆଇଲେ 50 ଟଙ୍କା ଦଉଛି ନା ମ୍ୟାଡାମ? ତମ ବୋପା 14 ପୁରୁଷରେ କି ଅଟୋରେ ଆଇଥିଲା? ତୁମ ବାପା ଯା 14 ବର୍ଷ ନା କରିଥିଲି ଏଠି ଅନେଇଲୁ ବାପ, ଆଉ 5 ଟଙ୍କା ଯେ ଅଧିକ ଦେଖାନ୍ତି ଆଉ ପାଲ୍ଟା ନେବି। ତ ବୋଉ ବିଦ୍ୟାରଣ ସେଇ ବାଳ ଟିକକ ଦେ, ତାକୁ ଡେଉରିଆରେ ପୁରେଇ ଅଣ୍ଟାରେ ବାନ୍ଧିଦେବି, ଆଉ କିଛି ମାଲ ତକିଆ ତଳେ ରଖିବି, ସୁଙ୍ଗି ସୁଙ୍ଗି ଶୋଇପଡି। ତୁ କଣ ଶୁଙ୍ଗା? ମତେ ଯା ଲାଗୁଛି ବାପା ତୋ ଶୁଙ୍ଗା ବେମାରଟେ କି ଅଛି। ତୁ ଗୋଟେ କାମ କର, ସେ ବାଳ ପୁଳାକୁ ନେଇକି ସରବତରେ ଗୋଳିକି ଢକିନା ପିଇକି ଶୋଇପଡ। ଦେଖୁଛି ମ୍ୟାଡାମ ତମ ପୋଖରୀ ଉପରେ ବହୁତ ବଡ ବଡ କାଗେଜି ଲେମ୍ବୁ ଗଛ ଲଗେଇଛ, ଗୋଟା ଖଣ୍ଡେ ଚୁକୁଟିକି ପେଇ ଦଉନ। ବେଶୀ କଥା ଗପୁଛି ଅନେକ ବାପୁ, ତୁ ଯେତିକି ଗପିଲୁ ଯାହା ଦେଇଥାନ୍ତେ ଆଉ ଜମା ଦେବିନି। ଦେବିନି କି ତୁ ମୋଠୁ ନେଇପାରିବ, କାରଣ ମୋ ପାଖରେ ପୁରା ମୋ ଭାଇ ଅଛନ୍ତି। ଭାଇ? ଭାଇ କିଏ? ଭାଇ କିଏ କହିଲେ? ଭାଇ ତମେ ପୁରା ମୋର ସେଇ ଭାଇ। ମାନେ ମୁଁ ତମର କୋଉ ଭାଇ? ତମେ ପୁରା ମୋର ସେଇ ଭାଇ। ମୁଁ ତମର କୋଉ ଭାଇ? ମୁଁ ତମର କୋଉ ଭାଇ? କୋଉ ଭାଇ ତମର? ତମେ ପୁରା ମୋର ସେଇ ଝିଟି ପିଟି ଭାଇ। ଇରେ ହଁ, ମୁଁ ଝିଟି ପିଟି ମହାନ୍ତି ତମ ଭାଇ। ଆଉ ଭାଇ କହିଛି ତମେ ମୋ ଉପରେ କଣ ଶୋଇଲଣି? ଆଚ୍ଛା ତମେ ମୋର କୋଉ ପ୍ରକାର ଭଉଣୀ? ଇରେ ମୁଁ ଯେତେବେଳେ ଘର ଛାଡିକି ଆସିଲି ମୋ ବୋଉର ତାକୁ ପିଲାପିଲି ହବାର ନଥିଲା। ମୋ ବୟସ ଯେତିକି ଡିଫରେଣ୍ଟ କରୁଛି ବହୁତ ଅଧିକ। ତାମାନେ କଣ ମୁଁ ଘର ଛାଡି ଆସିବା ପରେ ମୋ ବାପା ବୋଉ 20 ବର୍ଷ ପ୍ରୋସେସିଂ ରେ ଥିଲେ? ଆକ୍ଚୁଆଲି କଥା ଠିକ ସେୟା ନୁହଁ। ଆଉ କୋଉ? ଆକ୍ଚୁଆଲି କଥା କଣ କି, ମୁଁ ତମର ମାଉସୀଙ୍କ ପୁଅ। ସେଇଟା ତମ ମାଉସୀ ପୁଅ? ତାଙ୍କ ସ୍ତ୍ରୀଙ୍କର ଭଉଣୀ। ଏ ନା, ଇଏ ମାମୁଁ ଝିଅର, ମାଉସୀ ଝିଅର, ପିଇସି ଝିଅର 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 ଭଉଣୀ। କଣ ଏତେ ଲମ୍ବା? ବହୁତ ବଡ। ତମ ନାଁଟା କଣ? ମଶା। ଦେଖ ମଶା, ତମେ କାଠିଆର ଲମ୍ବେଇକିରି ସାରି ହବ, ମୋର କିନ୍ତୁ ଭାରି ପାଖାପାଖି। ଆକ୍ଚୁଆଲି କଥା କଣ କି, ମୁଁ ଦିଦି କହୁଥିଲି ଆପଣ ଗୋଟେ କମ୍ପାନୀରେ ମ୍ୟାନେଜର ଅଛନ୍ତି। ଅଛନ୍ତି କଣ? ଆପଣ ଚାହିଁଲେ ଆପଣ ରଖିବେ ମତେ। ରଖିବା ପାଇଁ ମୁଁ ସର୍ବଦା ରେଡି। ବୁଢା କଣ କୁଣ୍ଡଉଛି? ମୋର ଡବଲ ବେଡକୁ ଡବଲ କିଚେନ। କମ୍ପାନୀରୁ ପଇସା ମାରିଗଲି, ଖତ ପକେଇ ଦେଇଛି ନା। ତୁ ଡବଲ କିଚେନ କହୁନି? ତେଲ, ଲୁଣ, ହଳଦୀ, ଆନ୍ଧ୍ରା ମସଲା, ବୁଟ ଡାଲି, ଡବଲ ଗ୍ୟାସ, ତା ସହିତ ସବୁ ରଖିଛି। ତମେ କେବଳ ରାନ୍ଧିଦବ, ତମର ମୋର ଖାଇବା, ଖତ ପରେ ବସିକି ତମେ ଯା କାମ କରିବ ସେଗୁଡା କରିବି, ଏଗୁଡା କଣ କୁଣ୍ଢଉଛ କଣ? এইটা কোন কাম নয় না কোন? ও মৌসা মৌসা আমার গীতা কলেজ আগে গোটা বড়িয়া ওয়ে আছে। তুমি গোটা কাম কর, শাড়ি ভিড়ে 2 জন যাক যাই কবার দেই দেই ওরে খালি হা 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 মশা মশা হাতের চিপা পকাই দিও। তোমার ভিনাই পাখে পৌঁছি সারিছ মানে আউ ডর নাই। এ কেস কো মুই আছি ঠিয়ারে ঠিয়ারে কম্প্রোমাইজ করি। এটাকে মর্ডার করি ফাইনাল। রইছ তুমি কোঠু আসিল কইলা? কইবি কান্নে রে জায়গা ধর যা, জায়গা ধর যা, মু চাপি দউছি। আচ্ছা মশা, তুমি আমার আসিল মଳିপড়া দেইকিরি গোঠপাটনা মদনপুর দধিবাবন কলোনি, মাত্র 8 কিলোমিটার। কেতে টাকা দেইছ? এই জোকড়ি কেমন 50 টাকা নেইছি। 50 টাকা নেইছি? এই রে অটো ও মা মো মাউসি অটো অটো কইব।
অটোওয়ালা ভাই ব্যবহার দেলি দাদা ব্যবহার দেলি অটোওয়ালা ভাই ଭାଉଜ ତମେ ଯୋଉ ବ୍ୟସ୍ତ ହନି ଭାଉଜ ଭାଇଙ୍କର କିଛି ହବନି ଭାଇଙ୍କ ପଛରେ ଆମ ଅଟୋ ଆସୋସିଏସନର ଆମେ 200 ଡ୍ରାଇଭର ତ ଭାଇର କିଛି ହବନି କହିଲେ ସକାଳୁ ସକାଳୁ ଯେତେ ମନେ କଲି ମୋ କଥା ଶୁଣିଲେନି ଚାଲିଗଲେ କଣ ଏଇନା ହବ ଯେ ଓହୋ ଭାଉଜ ପଇସା ପାଇଁ ବ୍ୟସ୍ତ ହଉଛ କି ଏ ଗାଡି ଯିଏ ବାଡେଇଛି ମୁଁ ଜାଣିଛି ଗାଡି ମାଲିକକୁ ଭଲ ଭାବରେ ଚିହ୍ନିଛି ଭାରି ଭଲ ଲୋକ ଭାଉଜ ଯାହା ପଇସା ଖର୍ଚ୍ଚ ହବ ସେ ସବୁ କରିବେ କୋଉ ଗାଡି ବାଡେଇଛି ସେ ମାଲିକ କିଏ ଏ ସହରର ବିଶିଷ୍ଟ ଶିଳ୍ପପତି ଆଶୁତୋଷ ମହାପାତ୍ର ଭାଉଜ ଏଣ୍ଡୁ ଅଛି କାଇଁ ଟେନସନ ନଉଛ କହିଲ ମୁଁ ଆମ ଅଟୋ ଆସୋସିଏସନର ପ୍ରେସିଡେଣ୍ଟକୁ ଲଗଉଛି ଟିକେ ରୁହ ହ୍ୟାଲୋ କାଠିଆଇ ଆରେ ଦେବାଇର ଗାଡି ଡକା ହେଇଛି ମେଡିକାଲ ଆସୁ ଶୀଘ୍ର ଆସେ ତମେ ମାନେ ଆଶୁତୋଷ ମହାପାତ୍ର ଜୀବନକୁ ବର୍ବାଦ କରିଦେଇଛ ତା ସାମ୍ନାକୁ ଆଜି ଆସିଲନି ଯେ ତା ଶୁଖି ଯାଇଥିବା ଘାଟାକୁ ପୁଣି ଥରେ ତମେ ଉପୁଡେଇ ଦେଲ ଚାଲିଯାଅ ମୋ ଆଖି ସାମ୍ନାରୁ ମାନେ ଆସୁ ଦେବୀକି ଆକ୍ସିଡେଣ୍ଟ କରି ମାରିଦେବାକୁ ଚାହୁଁଛନ୍ତି ନାଇଁ 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 ଏମିତି କଲେ ତମକୁ କେବେ ବି ଧର୍ମ ସହିବନି କେବେ ବି ସହିବନି ତମକୁ ଧର୍ମ ଭାଉଜ ଭାଉଜ ଭାଇ ଠିକ ଅଛି ନା ତାର କିଛି ହେଇନି ତ ସେ କୋଉଠି ଅଛି ଓ ଭାଇ କା ଭାଇ ଓ ଦେବୀ ଭାଇ ନିଶ୍ଚୟ ଦେଖିଲେ ଭାଇର ଆକ୍ସିଡେଣ୍ଟ ହେଇଯାଇଛି ମୁଁ ସେ ଜାଗାକୁ ଯାଇଥିଲି ଭାଉଜ କିନ୍ତୁ ଲୋକମାନେ କହିଲେ ଭାଇ ହସ୍ପିଟାଲ ଚାଲି ଯାଇଛି ମୁଁ ତ ସିଧା ଏଇଠିକି ଦୌଡ଼ି ଚାଲି ଆସିଛି ଭାଇ ଠିକ ଅଛି ନା ତାର କିଛି ହେଇନି ତ ତମ ଭାଇ ତ ଆଉ ନାହାନ୍ତି ମାନେ ତମ ଭାଇ ଅନେକ ଆଗରୁ ମରି ଯାଇଛନ୍ତି ଭାଇ ଯାଅ ସେଠି କୁଆଡେ ଯାଉଛ ପଚାରୁଛି ପରା କୁଆଡେ ଯାଉଛ ଭାଉଜ ମୋ ଭାଇଟାକୁ ଟିକେ ଦେଖିତେ ଚାଲିଯିବି କୋଉ ଭାଇକି ଦେଖିବାକୁ ଆସିଛ ଯୋଉ ଭାଇକି 2 ମାସ ତଳେ ସୁଧୀର ଯାଇଥିଲ ସେଦିନ ପରିସ୍ଥିତି କିଛି ଅଲଗା ଥିଲା ପରିସ୍ଥିତି ଅଲଗା ଥିଲା ନା ଆଶୁତୋଷ ମହାପାତ୍ର ଚକ୍ରକୁ ବାହା ହବାର ଲୋଭ ଥିଲା ଆରେ କେମିତିକା ଝିଅ ତମେ ଏଇ ତମର ଶିକ୍ଷା ଏଇ ତମର ସଂସ୍କୃତି ତମେ ମତେ ବିଶ୍ୱାସ କର ଭାଉଜ ସେଦିନ କେବଳ ମୋ ଭାଇର ସମ୍ମାନ ରକ୍ଷା କରିବାକୁ ଯାଇ ମୁଁ ମୋ ସଂସ୍କାରକୁ ସମାଧି ଦେଇ ଦେଇଥିଲି ମୁଁ ସେଟା ଗୋଟେ ଚାକର ସ୍ତ୍ରୀ ହେଇଗଲି କିନ୍ତୁ କିନ୍ତୁ ମୋ ଭାଇକି ତ ଆଉ ଆଙ୍ଗୁଳି ଉଠେଇ କହିନେଲି ନା ଆରେ ଦେଖ ଦେବେନ୍ଦ୍ର ମିଶ୍ରର ଭଉଣୀ ନା ବା ନ ହେଇକି ବି ପେଟରେ ପିଲା ଧରି ବୁଲୁଛି ତମେ କହିଲେ ଭାଉଜ ଏମିତି ଟାଣି ତାପରା କଥା ମୋ ଭାଇଟା କଣ କେବେ ସହି ପାରିଥାନ୍ତା ମରି ଯାଇଥାନ୍ତ ଆତ୍ମହତ୍ୟା କରିଦେଇଥାନ୍ତ ନହେଲେ ବେକରେ ରସି ଲଗେଇ ଦେଇଥାନ୍ତ ଆରେ ବାହାଘରଟା କଣ ଏତେ ଜରୁରୀ ଥିଲା ସେମାନେ ତମ ଖେଳଣା କଣ୍ଢେଇ ସଜେଇ ଦେଲେ ଆଉ ତମେ ଖେଳଣା କଣ୍ଢେଇ ହେଇଗଲ ବଞ୍ଚିଥିବା ଲୋକଟାକୁ ତମେ ମାରିଗଲ ଭୁଲ ତମେ ନୁହଁ ଭୁଲ କରିଛି ଦେବୀତୋଷ ମିଶ୍ର ଯିଏ ତମକୁ ଭଉଣୀ ନୁହଁ ଝିଅ ଭାବରେ ପାଳିଥିଲା ହାତ ଧରି ବାଟ ଚାଲିବା ଶିଖେଇଥିଲା କାନ୍ଧରେ ବସି ଚନ୍ଦମାମୁ ଦେଖାଇଥିଲା କୁଆଡେ ଆସିଛ ଯାଅ ଯାଅ ସ୍ୱାମୀକି ନେଇ ଖୁସିରେ ରହିବ ଯାଅ ମାଡ଼ଟିଏ ମାରିଥିଲେ କ୍ଷମାର ପାତ୍ରୀ ହେଇଥାନ୍ତ ଆରେ ତମେ ତ ଆମକୁ ଜୀବନରୁ ମାରିଦେଲ ପୁଣି କୁଆଡେ ଆସିଛ ବା କୁହ ଭାଉଜ ତମ ମନକୁ ଆଜି ଯାହା ଆସୁଛି ତମେ କୁହ ଯଦି ଆଜି ମତେ ହାତ ଉଠେଇ ମାଡ଼ ମାରିବ ନା ତାକୁ ବି ସହିଯିବି କିନ୍ତୁ ଭାଉଜ ମୁଁ ଆଜି ଥରୁଟେ ଖାଲି ମୋ ଭାଇଟାକୁ ଦେଖିତେ ଏଠି ଚାଲିଯିବି କହିଦବ ତମର ସେ ଆଶୁତୋଷ ମହାପାତ୍ରକୁ ମୋ ସ୍ୱାମୀ ଉପରେ ଗାଡି ଚଢେଇ ଦଉ କି ପାହାଡ ଲଦି ଦଉ ଦେବୀତୋଷ ମିଶ୍ର କେବେ ବି ମରିବନି ମୋ ସ୍ୱାମୀକି ଆକ୍ସିଡେଣ୍ଟ କରିଛନ୍ତି ତମ ବଡ ବାବୁ ନାଇଁ ନୁହଁ ହଁ কি পার্টি করছি এই তো খুশির পার্টি এসে বলছি খুশি এ ভাই ଆପଣ କୁଆଡେ ଯାଇଥିଲ ତମେ ମୁଁ କୁଆଡେ ଯାଇଥିଲ ତମେ ମାନେ ମୁଁ ଆରେ ପଚାରୁଛି କୁଆଡେ ଯାଇଥିଲ ତମେ ମୋ ଭାଇର ଆକ୍ସିଡେଣ୍ଟ ହେଇଯାଇଛି ସେ ଏବେ ମେଡିକାଲ ଅଛି ମୋ ଭାଇକି ଦେଖା କରିବାକୁ ମୁଁ ଯାଇଥିଲି କାହାକୁ ପଚାରିକି ଯାଇଥିଲ ଏ କଥା ପଚାରକୁ ତମେ କିଏ ଦେଖୁଛ ବାବୁ ଏ କିନ୍ତୁ ମୁହଁରେ ଯାଇ ଯାଇ କଥାବାର୍ତ୍ତା କରୁଛି ଯେମିତି ଭାବୁଛି ଏ ଘର ମାଲିକ ଆଣି ଏଠି ଚାକରାଣୀ କି ମାଲିକିଆର କଥା ପଡିନି ଏଠି ମଣିଷ ପଣିଆର କଥା ପଡିଛି ବହୁତ ବଢିଆ କଥାଟେ କହିଦେଲ ତମେ ଜଣେ ମଣିଷ ତମ ନିକଟରେ ମଣିଷ ପଣିଆ ରହିବା ଉଚିତ ଯାହାକୁ ତମେ ଦେଖା କରିବାକୁ ଯାଇଥିଲ ସେ ମଣିଷ ନା ଅମଣିଷ ବାବୁ ସେ ହଉଛି ମୋ ବଡ ଭାଇ ପିଲାଟି ଦିନରୁ ସେ ମତେ ମଣିଷ କରିଛି
ছোটରୁ ଆଜି ପର୍ଯ୍ୟନ୍ତ ସିଏ ମତେ ବଡ କରିଛି। ରାବଣ ବି ଭାଇ ଥିଲା, ରାବଣ ବି ଭାଇ ଥିଲା, ଘର ଥିଲା, ପରିବାର ଥିଲେ, ସମସ୍ତେ ଥିଲେ। ଏ କହିପାରିବ ମତେ ରାବଣ ପାଇଁ ଦୁନିଆରେ କେତେଟା ମନ୍ଦିର ତିଆରି ହେଇଛି? ଚୁପଚାପ ଠିଆ ଲଗାଇକି ଜବାବ ଦେ ବହୁ, ଆରେ ଜବାବ ଦେ ମତେ। ଆଉ ଠିଆ ହେଲ କାହିଁକି? ଜବାବ ଦଉନ। ଏଇ ତ ବଡ ବାବୁଙ୍କ ମୁହଁରେ ଭଲ କାଲଜାଇ କଥାବାର୍ତ୍ତା କରୁଥିଲ, ଜବାବ ଦିଅ। ଜାଣିଛ ତମ ଭାଇ ଆମ ବାବୁଙ୍କର କି କ୍ଷତି କରିଛନ୍ତି? ତମରି ଭାଇ ପାଇଁ ଆମ ବାବୁ ଅବିବାହିତ ରହିଗଲେ, ସଂସାର କରିଲେନି। ବନ୍ଧୁ ଏ ବନ୍ଧୁ ପଛେ ଛୁରୀ ଗଲା, ତମ ସେ ବେଇମାନ ଭାଇ। ଚୁପ। ବହୁତ ବଡ ବଡ କଥା କହୁଛୁ ନାଇଁ? ଯେତିକିର ମଣିଷ ସେତିକି ରହିବ ସେ। ଦେଖୁଛ ଦେଖୁଛ ବାବୁ, ଇଏ କିନ୍ତୁ ମୋ ନାନୀକି ଦେଖଉଛି। କୋଟେ ଯାଉଛୁ ତୁ ମୋ ଭାଇ ସେ? କୋଟେ ଯାଉଛୁ ତୁ ମୋ ଭାଇ ସେ? ହଁ, ତୁ ମୋ ଭାଇ ସେ ଏତେ କଥା କହିବୁ? ତୋର ଏତେ ସାହସ? କାହିଁକି କହିବିନି? ତମ ଭାଇ କଣ ବେଇମାନ ନୁହଁ କି? ତାଙ୍କ ଏ ସାଙ୍ଗ ଯାହା ଭଲ ପାଉଥିଲେ ସିଏ ତାକୁ ବାହା ହେଇଗଲେ। ଏଇଟା କଣ ବେଇମାନ କାମ? ସିଏ ଗୋଟେ ବନ୍ଧୁକ ରହି କୃତଜ୍ଞ। ଏଭଳି ଲୋକ ଉପରେ ଗାଡି ଚଢି ହେଇଛି କଣ? ସେ ମରି ଯାଇଥିଲେ ଭଲ ହେଇଥାନ୍ତା। ଆଜି ଖାଲି ତତେ ମାଡ଼ ମାରିଛି, ଆଉ ପରେ ଯଦି ମୋ ଭାଇ ନେଲେ ପଦେ ଏପଟ ସେପଟ କଥା କହିବ ନା, ଜିଭଟାକୁ କାଢି ଆଣି ହାତରେ ଧରେଇ ଦେବି। ତୁମ ଅତିକ୍ରମ କରୁଛ ବହୁ। ରାଧାକୁ ହାତ ଉଠେଇ ଦେଲ ତମେ। ତେଣୁ ଯାର ପରିଣାମ କେତେ ଭୟଙ୍କର ହେଇପାରେ। ମତେ ମାଡ଼ ମାରିବେ ତ, ତା ନହେଲେ ଏ ଘର ବାହାର କରିଦେବେ। ଆଠୁ ଅଧିକ ଆପଣ ମୋ ସାଙ୍ଗରେ କଣ କରିପାରିବେ ବାବୁ? କୁହନ୍ତୁ ବାବୁ, ଆଠୁ ଅଧିକ ଆପଣ ମୋ ସାଙ୍ଗରେ ଆଉ କଣ କରିପାରିବେ? ଆଜି ପର୍ଯ୍ୟନ୍ତ କେବଳ ଆପଣମାନଙ୍କ ଦୟାରେ ଗଣ୍ଡେ ଖାଇ ପିଇକି ଏ ଘରେ ବଞ୍ଚି ରହିଛି, ତା ନହେଲେ କୋଉ ଖୁସି ଅଛି ମୋ ଜୀବନରେ? କୁହନ୍ତୁ ନା ବାବୁ, ଆଜି ପର୍ଯ୍ୟନ୍ତ ଆପଣମାନେ ଏ ଘରେ ମତେ କୋଉ ଖୁସି ଦେଇ ପକେଇଛନ୍ତି? ଯାହାକୁ ମୁଁ ସ୍ୱାମୀ ବୋଲି ଭାବିଥିଲି ସିଏ ତ ମୋ ଠାରୁ ସାତ ପର ହେଇଗଲେ, ଆଉ ଯିଏ ମୋ ସ୍ୱାମୀ ହେଲେ ମୁଁ ତାଙ୍କ ସ୍ତ୍ରୀ ନୁହଁ। ଏମିତି ଗୋଟେ ମିଛ ସମ୍ପର୍କକୁ ଜାବୁଡ଼ି ଧରି ଏ ଘରେ ପଡେଇ ରହିବା ଅପେକ୍ଷା ଏକୁଟିଆ ବଞ୍ଚିବା ବହୁତ ଭଲ ବାବୁ। ଆପଣଙ୍କର ମତେ ଘରୁ ବାହାର କରିଦେବା କିଛି ଦରକାର ନାହିଁ। ମୁଁ ନିଜେ ଆଜି ଏ ଘର ଛାଡ଼ିକି ଚାଲିଯିବି, କିନ୍ତୁ ଏ ଘର ଛାଡ଼ି ଚାଲିଯିବା ପୂର୍ବରୁ ଆଜି ମୁଁ ଆପଣଙ୍କୁ ଗୋଟେ ପ୍ରଶ୍ନ ପଚାରିକି ଯିବି। ମତେ ଖାଲି ଏତେ କୁହନ୍ତୁ ବଡ ଭାଇ, ମୋ ଭାଇ ସହିତ ଆପଣଙ୍କର କି ଶତ୍ରୁତା ଅଛି? କେତେ ଥର କୁହାଯିବ? ଏବେ ବା କହିଲି। ପ୍ରଶ୍ନଟା ମୋର ତତେ ନୁହଁ, ବଡ ଭାଇକୁ। କୁହନ୍ତୁ ନା ବଡ ଭାଇ, ମୋ ଭାଇ ସହିତ ଆପଣଙ୍କର କଣ ପାଇଁ ଶତ୍ରୁତା? କଣ ହରେଇବାର ଦୁଃଖ ନା ହରିଯିବାର ଲାଞ୍ଛନା? ଯଦି ଆପଣ ଗୀତା ଭୋଜକୁ ଭଲ ପାଉଥିଲେ ତାହେଲେ ଗୀତା ଭୋଜ ଆପଣଙ୍କୁ ଛାଡି ମୋ ଭାଇକି ବିବାହ କଲେ କାହିଁକି? ଏତେ ପ୍ରଶ୍ନ ଉତ୍ତର ଦେବା ବାଧ୍ୟ ନୁହଁ। ଆଜି ଆପଣ ଉତ୍ତର ଦେବାକୁ ବାଧ୍ୟ। ମୁଁ ମାନୁଛି ଜଣେ ନାରୀ ସବୁବେଳେ ତାର ସୁରକ୍ଷା ଖୋଜେ। ଯୋଉଠି ସେ ନିଜକୁ ସୁରକ୍ଷିତ ଅନୁଭବ କରେ ସେଇଠି ସେ ବସା ବାନ୍ଧେ। ତାହେଲେ ମତେ କଣ ବୁଝିବାକୁ ହବ? ଆପଣ ଗୀତା ଭୋଜକୁ ସୁରକ୍ଷା ଦେବାକୁ ଅଯୋଗ୍ୟ ଥିଲେ। ମୋ ଘର ଭିତରେ ମୋ ଆଖି ସାମ୍ନାରେ ତମେ ଛିଡା ହେଇଛ, ଏଇ କଥାଟାକୁ ତମେ ଭୁଲି ଯାଉଛ। ସେଦିନ ବି ତ ଭୁଲି ଯାଇଥିଲି ନା ବାବୁ, ସେଦିନ ବି ମୁଁ ଭୁଲି ଯାଇଥିଲି ଯେ ଦେବୀ ତ ମିଶ୍ର ମୋ ବଡ ଭାଇ ନୁହଁ, ସେ ମୋ ବାପା। ସେଦିନ କେବଳ ଆପଣ ମାନଙ୍କର ବଡ ପଣିଆ, ଆପଣ ମାନଙ୍କର ମହତ୍ଵ ପଣିଆ ମତେ ପାଗିଳି କରି ଦେଇଥିଲା। ଯୋଉଥିପାଇଁ ଠାକୁରାଣୀ ପୀଠରେ ମୋ ଝିଅଠୁ ବଡ ପିଠାକୁ ମୁଁ ଶୁଦ୍ଧି ହେଇଗଲି। ସେଦିନ ଭାବିଥିଲି ଆପଣ ତ ମଣିଷ ନୁହନ୍ତି ବାବୁ, ଆପଣ ହେଉଛନ୍ତି ସାକ୍ଷାତ ଈଶ୍ୱର। କିନ୍ତୁ ଆଜି ଭାବୁଛି ଆପଣ ତ ସତରେ ମଣିଷ ନୁହନ୍ତି, ଆପଣ ହଉଛନ୍ତି ଗୋଟେ ପଥର। ଆପଣ ଆମ ଉପରେ ଏତେ ପ୍ରତିଶୋଧ ନେଲା ପରେ ବି ଶେଷରେ ମୋ ଭାଇଟା ଉପରେ ଗାଡି ଚଢେଇକି ମାରି ଦେବାକୁ ବସିଥିଲେ। ବାରମ୍ବାର କହୁଛି ବହୁ, ତମ ଭାଇ ରକ୍ତରେ ମୁଁ କରିନି। ତମ ଭାଇ ନିଜେ ନିଜେ ଆସି ମୋ ଗାଡିରେ ପିଟି ହେଇଗଲେ। ଠିକ ଅଛି, ଯଦି ମୋ ଭାଇ ଆସି ଆପଣ ଗାଡିରେ ପିଟି ହେଇଗଲା, ଆପଣ ତ ଗାଡିରେ ଓହ୍ଲେଇ ତାକୁ ଟିକେ ମେଡିକାଲ ନେଇଯାଇ ପାରିଥାନ୍ତେ। ଆରେ ବୁଝିବାକୁ ଚେଷ୍ଟା କର ବହୁ, ସେଠି ଲୋକମାନଙ୍କର ଭିଡ଼ ଥିଲା। ମୁଁ ଗାଡିରୁ ଓହ୍ଲେଇଥିଲେ ଲୋକମାନଙ୍କର ଆକ୍ରୋଶ ଶିକାରଟା ମୁଁ ହେଇଥାନ୍ତି। ମୋ ଭାଇଟା ଯଦି ଆପଣଙ୍କ ଭାଇ ହେଇଥାନ୍ତେ ଚୁପ ରହିଲେ କାହିଁକି? ଉତ୍ତର ଦିଅନ୍ତୁ, ଉତ୍ତର ଦିଅନ୍ତୁ କୋଟିପତି ବାବୁ। ନେଇଯା, ଯେତେ ଶୀଘ୍ର ପାରୁଛୁ ଗେଟ୍ ବାହାର ଛାଡ଼ି ଦେଇ ଆସୁଛି କି ଯା। ଗେଟ୍ ବାହାରକୁ ଚାଲ। କୁଆଡେ ବି ଯିବିନି ମୁଁ। ମୋ ବାବୁ କହିଲେ ମାନେ ଅଳ୍ପ ଯିବ। ଏ ଘରୁ ଆଜି ମୋ ପାତେ ବି କୁଆଡେ ଘୁଚିବିନି। ମୁଁ ପଚାରୁଛି ମତେ କଣ ପାଇଁ ଘରୁ ବାହାର କଥା ଯାଉଛି? ତମର ତ ସାହସ କମ୍ ନୁହଁ। ମୋ ବାବୁ ଏଠି ଠିଆ ହେଇଛନ୍ତି, ତାଙ୍କ ସାଙ୍ଗେ ଏତେ ବଡ଼ ପାଟେ କଥା କହିବେ ସାହସ କର କେମିତି? ଏଇଠି ମୋ ବାବୁ ଘରେ ଥିଲା ବେଳେ ଫ୍ୟାନ୍
ବଡ ଭାଇ ଠିକ ସେମିତି ବଡ। ଆଉ ଗୋଟେ କଥା ମନେ ରଖ, ତମର ଏଇ ବଡ ବାବୁ ମୋ ଭାଇର ଫ୍ୟାକ୍ଟ୍ରିକୁ ନିଲାମ କରିଦେଲେ, ତା ଘର ନିଲାମ କରିଦେଲେ, ଆଉ ଏଠି ପୁଣି ପ୍ଲାନ୍ କରି ତାଙ୍କ ଭାଇ ଚାକର ସହିତ ମତେ ବାହା ଦେଇଦେଲେ। ଆଉ ଆଜି ସେ ମୋ ଭାଇଟା ଉପରେ ଗାଡି ଚଢେଇକି ମାରି ଦେବାକୁ ବସିଥିଲେ। ଅନୁର ଚାଙ୍ଗାଣି ମୋ ସାନ ବାବୁ କେତେ କଥା କହିଗଲୁ ଲୋ। ସେତିକି ନୁହେଁ କାହା ଆଉ ଏ ଟିକା ଆଗରୁ ଆଉ ବାବୁ ସେ ବେଇମାନ ସ୍ୱାର୍ଥପର ବୋଲି କହିଲା। ଏଇମାନେ କହିଦେଇଛୁ মা আপনু বাবু ইয়ার এতে শ্বাস ইয়া বড় পরে কথা কইব হট ইয়া জীবন কর হারাই গলানি আরে কোন কইলো ମୋ ବାବୁ ତ ଭାଇ ପରେ ଗାଡ଼ି ଚଢ଼ଉଥିଲେ। ଆଲୋ ଚାଣ୍ଡାଳି ଆଜି ପର୍ଯ୍ୟନ୍ତ ମୋ ବାବୁ ମାଛିଟିଏ ମାରିନାହାନ୍ତି। ଡାକ୍ତରରେ ଏତେ ବଡ କଥା କହ ତୁ ସାହସ କର କେମିତି? ତତେ ଧରମ ଛାଡ଼ିଲାଣି, ତ ମରଣ ବେଳ ପାଖେଇ ଆସିଲାଣି। ଆଲୋ ମୋ ଦେବତାକୁନରେ ଏତେ ବଡ କଥା କହ ତୁ ସାହସ କର କେମିତି? ପଚାର ତମ ବଡ ବାବୁକୁ। ପାଟି ବନ୍ଦ କର। ମୁଁ କଥା ହେଲାଣି ମିଛ କହୁଛି ନା କଣ? ମାରିଦେବି। ଆରେ ପଚାର। ଗୀତଟା ଶୁଣି ସାରିଲା ପରେ ଆପଣଙ୍କର ପିଲାଦିନକୁ ଫେରି ଯାଆନ୍ତି ନା? ପିଲାଦିନ କଥା ମନେ ପକେଇ ଖୁସି ହଉଥିଲେ। କୁହନ୍ତୁ ବଡ ଭାଇ କୁହନ୍ତୁ। You don't know. I hate my past. Hate my past. I hate my childhood. I hate that people. I hate that people who betrayed me. I hate that people. I hate the people, Mitra. ଗୀତା ଭୋଜ କିନ୍ତୁ ଏବେ ବି ଆପଣଙ୍କୁ ଭଲ ପାଆନ୍ତି ବଡ ଭାଇ। ଏବେ ବି ତାଙ୍କ ତକିସ୍ଥାରେ ଆପଣଙ୍କ ଫଟୋ ସବୁ ଅନେକ ଥର ଦେଖିଛି। ତକିସ୍ଥାରେ ରଖିଦେଇଛି। ଏବେ ବି ଆପଣ କଲେଜରେ ଡ୍ରାମା କରିଥିବା ସେ ଷ୍ଟେସନକୁ ନେଇ ନାଟକ ଦେଖିଦେଲେ ନା? ସିଏ ତ ତାଳି ମାରିକିରି ଘରଟାକୁ ହସି ହସି କମ୍ପେଇ ଦିଅନ୍ତି। ଆଜି ବି ସେ ପଚାରେ ଭାଉଛ ତମ ଫେଭରେଟ୍ ଆକ୍ଟର କିଏ? ସେ ଗୋଟେ ମିନିଟ୍ ଲେଟ୍ ନ କରି ମତେ ସାଙ୍ଗେ ସାଙ୍ଗେ କହିଦେବେ ୱାନ୍ ଆଣ୍ଡ ଓନ୍ଲି ଆଶୁତୋଷ ମହାପାତ୍ର। ମୋ ବାପାକୁ ମୁଁ ହରେଇଛି, ମୋ ଭଉଣୀକି ହରେଇଛି। ଆଉ ଗୋଟାଏ ମୁହୂର୍ତ୍ତ ଖୁସି ଘର ଭିତରେ ରହିଲେ ମୁଁ ପାଗଳ ହେଇଯିବି। କାରଣ ମୁଁ ବାଧ୍ୟ ହେଇଛି ବଡ ବାବୁ ଆତ୍ମହତ୍ୟା କରିବ। ଯେତେ ଶୀଘ୍ର ପାରୁଛୁ ଘର ଭିତରୁ ତାକୁ ବାହାର କରିଦେ। ଯେତେ ଶୀଘ୍ର ପାରୁଛୁ ତାକୁ ଘର ଭିତରୁ ବାହାର କରିଦେ। ବାହାର କରିଦେ। ବାବୁଙ୍କର ମଙ୍ଗଳ ଚାହୁଁଛୁ ତାହେଲେ ଝିଅକୁ ନେଇ ତା ଘରେ ଛାଡି ଦେଇଆ। ତାହେଲେ ଝିଅ ପାଇଁ ବାବୁଙ୍କର ଛାତିର ନିଶ୍ୱାସଟା ବନ୍ଦ ହେଇଯାଇପାରେ। ଚାଲ ମୁଁ ତମକୁ ତମ ଘରେ ଛାଡ଼ି ଆସିବି। ଚାଲ ରହ କାହ୍ନା, ମୁଁ ଏକୁଟିଆ ଘରେ ଛାଡ଼ି ଆସେ। ମା ଏ ଡାହାଣୀ ଆମ ଘରେ ପାଦ ଦେବା ଦିନ ଠାରୁ ଯେତକ ଘଟଣା ଘଟୁଛି, ମୋ ସାନ ବାବୁ ଘର ଛାଡ଼ି ଚାଲିଗଲେ। ମୋ ବଡ ବାବୁ ସବୁବେଳେ କାନ୍ଦୁଛନ୍ତି। ଏ ଅଲକ୍ଷଣୀ ଆମ ଘରେ ରହିଲେ କେତେବେଳେ ଯେ କଣ ଅଘଟଣା କରି ସେ କଥା କିଏ କହିବ? ଇଏ ଏବେ ଆମ ଘରେ ଛାଡ଼ିଯିବ। ବାରମ୍ବାର ସେ ଏକା ନୁହେଁ, ତୁ ବି ତା ସାଥିରେ ଚାଲିଯା। କଣ କହିଲୁ ମା? କଣ କହିଲୁ ତୁ? ଖାଲି ଖୁସି ନୁହେଁ, ମତେ ବି ତା ସାଥିରେ ଚାଲିଯିବାକୁ ହବ। ହେଲେ କାହିଁକି ଲୋ ମା? ସିଏ ଦୋଷ କରୁଛି,
ସିଏ ଆମ ଘର ଚାଲିକି ଯିବ। डार्लिंग स्क्रीन प्ले मु डायलॉग भी मु कैमरामैन मु डायरेक्टर भी मु जेमती कहूँ तू सेमती कर टिके एपट सेपट हबु ना आउ फोकस हो पिक्चर पूरा पूरी बिगड़ी ନାଇଁ ନାଇଁ ବାବୁ ମୁଁ ଗୋଟେ ଗରିବ ଝିଅଟା ପରଘରେ କାମ କରି ମୁଁ ପେଟ ବସୁଛି ମୁଁ ଆପଣଙ୍କ ହାତ ଯୋଡୁଛି ଆପଣ ମତେ ଛାଡି ଦିଅନ୍ତୁ। तो आगे किए ठिया कहलु स्वयं विराट कोहली से थरे बैट धरी मैदान को आसी माने छक्का चौका मारिबा फाइनल ଯେ ନାରୀ ପଛରେ ଥାଏ ତା ମାଇଚିଆ କା ପୁରୁଷ କୁହା अरे मु माइजिया मु माइजिया बोले कौन बोलू मु माइजिया अबे खोद राजधानी डोकाबे 2012 मसीहा जानुआरी 7 तारिख रे 1260 दंड मारी अवार्ड पाई मु माइजिया आ जो फिलियन मैंने थई थई के नाची खेल करछथि से माने कोन हैं फिले अबे कौन रंग बाजार रोड धीरे डेंजर धीरे তোদের রঙ্গ বলিব ଇଏ କଣ କଲୁ ମତେ ଭିଡି ଭିଡି ଆଣି ପିଚ୍ ଉପରେ ଛାଡୁଛୁ କାହିଁକି ଛକା ଚୌକା ମାରିବ ପରା ଆଉ ଲେଟ୍ କରୁଛ କାହିଁକି ମୁଁ ଦେଖିବାକୁ ଚାହେଁ ତମେ ବିରାଟ କୋହଲି ନା ସଞ୍ଜୁ ସାମସନ୍। ତମକୁ ଏ ସର୍ଟ କଷ୍ଟ୍ୟୁମରେ ଦେଖିଲା ପଟୁ ମତେ ପରର ହିରୋଇନ କଥା ମନେ ପଡିଯାଉଛି। ତମ ସିନା ସେ ଫିଲ୍ମ କଥା ମନେ ପଡୁଛି ମୋ ସେ ସିନ୍ କଥା ମନେ ପଡୁଛି କହୁଛି ବାହାରେ ବର୍ଷା ଆଉ ଭିତରେ ଡ୍ୟାମେଜ ହେଇଗଲାଣି। ଆଉ ଗୋଟେ କଥା ଜାଣିଛ ନା ନାଇଁ ତାକୁ ଲିଭର ସିରୋସିସ୍ ହେଇଯାଇଛି ଡକ୍ଟର କହିଛି ମାତ୍ର 2 ମାସ ବଞ୍ଚିବ। ମରିଗଲା ପରେ ତା ପଛରେ ସେ ବୁଢୀଟା ବି ମରିଯିବ ବୁଢୀଟା ଅଛି ବୋଲି ଆସୁ ବାବୁ କିଛି ଜଣା ପଡୁନି ତାପରେ ଆସୁ ବାବୁକୁ ଭୂତ ଗୋଡାଇବେ ଦିନଟା ଖାଲି ଆହାକାର ଧୁ ଧୁ ଖରା କାଳ ବୈଶାଖୀ ମାରି ଆସୁଛି ମାରି ଦେବି ଖାଇବାରେ ବିଷ ଦେଇ ମାରି ଦେବି ଆଉ ସମସ୍ତେ ଜାଣିବେ ଆଶୁତୋଷ ମହାପାତ୍ର ମାନସିକ ଅଶାନ୍ତିରେ ସୁଇସାଇଡ୍ କରି ତମେ ମାନେ ଖାଲି ଉପର ଉପରେ ଭାବିକି ଖୁସି ହଉଛ ମୁଁ କିନ୍ତୁ ଭିତର କଥାଟାକୁ ଭାବୁଛି। ସେଠି ସବୁ ପ୍ଲାନ୍ ଥିଲା ବିନାକୁ ନିଶାଗ୍ରସ୍ତ କରି ତା ଜୀବନଟାକୁ ବର୍ବାଦ କରିବା ଭଗବାନ ଆମ ଡାକ ଶୁଣିଲେ ଆଉ କେଇଟା ଦିନ ପରେ ବିନୟ ପୁରା ସଫା ଦିନ ସଫା ବୋଲି ରାଧିକା ତା ଜାଗାରେ ଆଉ ଗୋଟେ ନୂଆ ବିନୟ ପଳେଇ ଆସିଲା ନୂଆ ବିନୟ ବିନୟର ସନ୍ତାନ ଆରେ ଆପଣ ସବୁଦିନ ସ୍କଚ୍ ପିଅନ୍ତି ମୁଁ ଢାଳିକିରି ଦିଏ ଆଜି ବୋଧେ ନିଜେ ନିଜେ ନମ୍ବର ସେ ସିନେ କଲାବେଳେ ଆପଣଙ୍କ ବଡିଗାର୍ଡ ଦିରାକୁ କହିବେ ସେ ଟିକେ ତାକୁ ମୋବାଇଲରେ ରେକର୍ଡିଂ କରିବ ଆଉ ସେ ରେକର୍ଡିଂଟାକୁ ମତେ ଦେବେ ମୁଁ ତାକୁ ମୋ ମୋବାଇଲରେ ମୋ ଚ୍ୟାନେଲରେ ଛାଡ଼ିଦେବି ତାପରେ ତ ଚ୍ୟାନେଲ ତରଫରୁ ପପୁଲାରିଟି ହୋଇ ମତେ ପୁରା ପୁରା ଟଙ୍କା ମିଳିବ ଆଉ ପ୍ରତିଜ୍ଞା ବି କଲେ ଯଦି ପ୍ରତିଜ୍ଞା କରିଥିଲେ ପୁଣି କିନ୍ତୁ ମଦ ବିକା ଶୁଣି ପୁଣି ଭାବିଲି ମଦ ନିଶାରେ କିଛି ପ୍ରତିଜ୍ଞା କରିବାଟା ତ ଠିକ ନୁହଁ ମାନିବାକୁ ପଡ଼ିବ ସାନ ବାବୁ ଆପଣ କେତେ ପରେ ବି ଆପଣଙ୍କ ମନରେ ଦୁଃଖ ନାହିଁ ସବୁ ଜାଣିବେ ଆପଣ ହସି ପାରୁଛନ୍ତି ତା ପୁଅ ପାଖରେ ପହଞ୍ଚିବା ପୂର୍ବରୁ ଆମକୁ ପହଞ୍ଚିବାକୁ ହବ ଆଉ ଯେତେବେଳେ ପଛରେ ବିନୁ ଯିବ ପୁଅକୁ ତ ପାଇବନି ପାଇବ
ମିଳିଗଲା ଥାଇକୁ ରାଜା ଥାଇକୁ ରାଜା ଥାଇକୁ ଆରେ ବାହାରି ସେମାନଙ୍କ ଆଡ୍ରେସ ମିଳିଗଲା ଏଥର ଦୋରେ ଭାଇଆ ଧୋ ଯୋଉ କିଆରିରେ ଗହମ ମାଣ୍ଡିଆ ସେଇ କିଆରିରେ ଶୁଣ ମୋ ମା ରାସ୍ତା କୋଉଠୁ ଉଠେଇ ଆଣିଥିଲା ତୁମ କେମିତି ଜାଣିବୁ ଗୋଟେ ବାପର କହ ତ ଯେ ନିଜେ ଜାଣିନି ତା ବାପ କିଏ ଚାଲିଲେ ବାପା ବଢିଆ ଦେଖିବାକୁ ଆଜି ମନେ ପଡିଗଲା ମୁଁ ମାନୁଛି ବାବୁ ପିଲାଟି ଦିନରୁ ମୋ ମାଙ୍କୁ ମୁଁ ଦେଖିନି ବାପର ପରିଚୟ ମୁଁ ଜାଣିନି ବାବୁ ଆଜି ପର୍ଯ୍ୟନ୍ତ ତମ ଘରେ କାମ କରି ଏ ପେଟ ଚାଖଣ୍ଡକ ବସି ଆସିଛି ହେଲେ ବାବୁ ମୁଁ ବୁଝିଛି ସମ୍ପର୍କ କଣ ପ୍ରେମ କଣ ଭଲ ପାଇବା କଣ ଏ କାମ ସବୁ ବୁଝିଛି ବାବୁ ଆରେ ମୁଁ ତମ ପରି ବେଇମାନ ନୁହଁ ଯେ କି ଗୋଟେ ଜଣ ସର୍ବନାଶ କରି ସାରିଲା ପରେ ତା ସବୁ କିଛି ଲୁଟି ଦେଇ ସାରିଲା ପରେ ତାକୁ ମୁଁ ଅଧା ରାସ୍ତାରେ ଛାଡ଼ି ଦେଇ ଆସିବି ଆରେ ମୁଁ ତମ ପରି ସ୍ୱାର୍ଥପର ନୁହଁ ମୋ ସ୍ୱାର୍ଥପର এইবার মো আয় চাকরে মোমোর কথাবার্তা করছো ওখানে মোর স্বার্থ বড় মো বেইমান ନୂଆ ନୂଆ ଡ୍ରେସ୍ ପାଇଲା ପରେ କରୁଣା ପ୍ରତି ବିରକ୍ତି ଭାବନା ମୋ ଛୁଆଟାକୁ ମାରିଦେଲ ଆମେ ମାରିନୁ ମୋର ଶଶାସନିକ ଗଛରେ ତୁମ ଉପରକୁ ହାତ ଉଠାଇଲ ମୋ ଜୀବନ ତମ ପୁଅ ନାହିଁ ତଥାପି ମୁଁ ଖୁସିରେ ବଞ୍ଚିବାକୁ ମାରିଦେବି ମାରିଦେବି ମୋ ପ୍ରେମିକାକୁ ମୁଁ ମାରେ କି ମାରିଦିଏ ତୁ କହିବାକୁ କିଏ ଖୁସି ମୋ ସ୍ତ୍ରୀ ସେ କେବେ ତୁମ ପ୍ରେମିକା ଥିଲା ମୁଁ ତାକୁ ବାହାଇଛି ମୋ ସାମ୍ନାରେ ମୋ ସ୍ତ୍ରୀ ପାଦ ଉଠେଇଲେ ପରିସ୍ଥିତି କିଛି ଭଲ ପଡ଼ିବାକୁ କଣ କରିବ ସେ ତ ତୋ ଭିତରେ ତୁ ଶାଶୁର ହାତ ଦେଇଥିଲା ବୋଲି ଭିନ୍ନ ତୋ ଶାଶୁର ଯାହା କରିଥିଲା ମୁଁ ଠିକ ସେଇଆ କରିଦେବି ତମ ହାତଟାକୁ ପଡ଼ି ଫୋପାଡ଼ି ଦେବି Oh
ତମ ମଉସା ତମ ଝିଆରୀ ଏତେ ଅଭଦ୍ରରେ କଥାବାର୍ତ୍ତା କରୁଛ? ଇଲୋ ମା ମୋ କଥାକୁ ଖରାପ ଭାବିଲୁ କି? ମାଲୋ ବାଳ ଶବ୍ଦଟା ଅଭଦ୍ର ଭାଷାରେ ଯାଉନି। ଇଲୋ ଏବେ ଯେମିତି ପିଆଜ ରସୁଣ ସବୁଥିରେ ପଡିକିରି ଆଇଁଷ ନୁହଁ, ସେମିତି ବାଳ ଶବ୍ଦଟା ବି ଅଭଦ୍ର ଭାଷା ନୁହଁ। ଆଲୋ ଏଇ ଶବ୍ଦଟା ବି ନାଚ ଗୀତ ଡାଇଲରେ ପ୍ରବଳ ମାତ୍ରାରେ ବ୍ୟବହାର ହେବା ଦ୍ୱାରା ଇଏ ଆନ୍ତର୍ଜାତିକ ମାର୍କେଟରେ ଏକ ବିଶୁଦ୍ଧ ଶବ୍ଦ। ମାନୁ ସେ କଥା ମତେ ଆଗ କୁହ କଣ କରିବାକୁ ହବ? ଇଲୋ ଏ କଥା ମତେ କଣ ପଚାରୁଛୁ? ଯାହା କରିବୁ ତୁ କରିବୁ। ଭଲକରି ଚିନ୍ତା କରେ, ସବୁ ସମ୍ପତ୍ତିର ମାଲିକ ତୋ ସ୍ୱାମୀ ହବ। ଦେଖ ଏଇ ନେତ୍ର ଯାହାରେ ଚଉଦିଗର ଏସବୁର ଗୋଟେ ତୋ ସ୍ୱାମୀ ଅଧୀଶ୍ୱର। ତୋର ପ୍ରଥମ ଡ୍ୟୁଟି ତୋତେ ସେ ଛୁଆଟାକୁ ମାରିବାକୁ ହବ। ଆଉ ସେ ଛୁଆଟା ନମ୍ବରରେ ଆଶୁତୋଷ ମହାପାତ୍ର ପାଗଳ ହବନି, ସେ ଡ୍ରମର ପ୍ଲାନ୍ଟା ସକ୍ସେସ୍ ହବନି। ଚେଷ୍ଟା କରୁଥିଲୁ, ମତେ ତ ଆଶ୍ଚର୍ଯ୍ୟ ଲାଗୁଛି ସେ ପିଲାଟା ବଞ୍ଚିଲା କେମିତି? ତା ନିଶ୍ୱାସ ପ୍ରଶ୍ୱାସ ବନ୍ଦ ହେଇଯାଇଥିଲା, ସେ ପିଲାଟା ଶବ ପାଲଟି ଯାଇଥିଲା। ସେ ଛୁଆ ଛୁଆ ନୁହଁ, ସେ ସ୍ୱୟଂ ଶ୍ରୀକୃଷ୍ଣ। ଆଲୋ ସିଏ ଜନ୍ମ ନେଇଛି ମାନେ ବଂଶବଦ୍ଧ କରିବ। ଆଲୋ ଯେତେ ଶୀଘ୍ର ପାରୁଛୁ ତାକୁ ଆମ ରାସ୍ତାରୁ ହଟା। ସେ ପ୍ଲାନ ମୁଁ କରି ସାରିଛି। ଦେଖ ଆଗେ ଆଗେ होता है क्या? ଏଇଟା କଣ? ବିଷ! ସେ କାହା ଜୀବନ ନବ କାହାକୁ ମାରିଛି? ଯିଏ ଆମ ସମସ୍ୟାର ମୂଳ ମଞ୍ଜି ତାକୁ ମୁଁ ସ୍ମାସ କରିଦେବି। ଆସୁତୋଷଟା ମୂଳ ସମସ୍ୟା ନୁହଁ। ଇଲୋ ସେଇଟା ତ ଭାଷା ହେଲାନି, ଆଗକୁ ହବାର ବି ନାହିଁ, ତା ଛଡା ବି ନାହିଁ। ଆଲୋ ସେଇଟା ଜୀବ ଜୀବ ବୋଲି ହଉଛି, ମୂଳ ସମସ୍ୟା ହଉଛି ସେଇ ଛୁଆଟା। ଯେମିତି ହଉ ସେ ଛୁଆଟାକୁ ମାରିବାକୁ ହବ। ହୁସିଆର, ସେ ଛୁଆଟା ଢେରେ ଘର ଭିତରେ ଯଦି ଟିକେ ସାମାନ୍ୟ ଧୂଳି ପଡି ଯାଉଛି, ଆସୁତୋଷ ମହାପାତ୍ର ଏ ପଶୁଟାକୁ ହଟେଇ ଯାଉଛି। ସେଦିନ ସାମାନ୍ୟ ଟିକେ ଭୁଲ ପାଇ ସେ ପିଲାଟା ବଞ୍ଚି ଯାଇଥିଲା, ହେଲେ ଆଜି ତାକୁ ବଞ୍ଚିବାକୁ ଦେବେନି। ମାରିଦେବି ତାକୁ। ଗଲାବେଳେ ମୁଁ ତତେ ଟିକେ ସତର୍କ କରିଦେଇ ଯାଉଛି, ତୋ ଭଳି କାହା ନା ଗୁଣିଏ ଘର ଭିତରେ ଅଛି, ଏ କଥା ଯେମିତି କେହି ନ ଜାଣନ୍ତି। ଠାକୁର ଭଳି ପୂଜା କରୁଥିଲି, ଏବେ ହଉଛି ତମେ ତ ଠାକୁର ନୁହଁ, ତମେ ଗୋଟେ ପଥର। କାହା କଣ କହୁ ଜାଣିପାରୁଛୁ ତ? ପାଗଳ ଯାଇଛୁ କଣ ଆଣିବି ବାବୁ? ପାଗଳ ଯାଇଛୁ ନିଶା ଖାଇଛୁ? ଗଛଟାକୁ ଦିନ ରାତି ଚକି ବସିଥିବା ମାଳିକା ଯେତେବେଳେ ଜାଣିବାକୁ ପାଏ, ସେ ରକ୍ତ ଦେଇ ବଢୁଥିବା ଗଛଟା ଗୋଟେ ବିଷ ଗଛ। ମାଳିକୁ ତ କଷ୍ଟ ହବ ନା ବାବୁ। ଆଉ ତ ଏତେ ବଡ ସ୍ୱାର୍ଥପର ଧନ ସମ୍ପଦ ତମେ ତ ପାଗଳ କରିଦେଇଛି। ତମେ ମଣିଷ ରାକ୍ଷସ ବାନ୍ଧି ଯାଇଛ। କଣ କଲୁ? କଣ କଲୁ ତୁ? ଆଲୋ ବାବୁକା ରାକ୍ଷସ ନୁହନ୍ତି, ବାବୁ ହଉଛନ୍ତି ବ୍ରହ୍ମ ରାକ୍ଷସ। ଆଲୋ ବାବୁ କଣ ଚାହାନ୍ତି ଜାଣିଛୁ? ଏ ବଡ ଧନ ସମ୍ପଦ ତାଙ୍କ ଟଙ୍କା, ତୁ କି ମୁଁ ଏବେ କେହି ନୁହଁ। ବାବା ହେଇଯାଇଛୁ କାଲୁ। ଏ ମୁଁ ତାକୁ ତମେ ଘର ଭିତରେ ରୁହ। ଏ ଘର ଧନ ସମ୍ପତ୍ତି ତମ ଠାରୁ ବଡ ବୋଲି ଭାବୁଛି। ହଁ ବାବୁ, ଯେମିତି ହାତ ଗଣୁଥିବା ଚଖ ସୁନାର ପାଖକୁ ଫଳ ପାଏ। ବାବୁ ଏ ବାପ ମୋର ପରିଚୟ ବା କାନୁ ତମକୁ କହୁଛି, ତମେ ଯା ଦେଖାଯାଅ ପ୍ରକୃତ ତମେ ସେଇଆ ନୁହଁ। ଗୋଟେ କଂସେଇ ହେଇନଥିଲେ ତମେ ବିଷରେ ମୋ ପୁଅଟାକୁ ମାରିଦେଇ ନଥାନ୍ତ। तू नीचे परीक्षा कर निया लगे साइड छूटे डाले की मारी और भाभी जाओ तुम्हें
ଛୁଆ ମାର ମୁଁ ଟିକେ ଡେରି କରିଦେଇଥିଲେ ତୋର ଏଇ ବଡ ପୁଅ ତୋ ସାନ ପୁଅର ପୁଅକୁ ବିଷ ଦେଇ ମାରି ଦେଇଥାନ୍ତେ। ପଚାର ପଚାର ଏବେ ଆବଶ୍ୟକ ନାହିଁ। ମୁଁ କହୁଛୁ ସେଇ କ୍ଷୀର ପିଲାକୁ ମୁଁ ଖାଇବାକୁ ଦଉଥିଲି। ଶୁଣି ତ ମାର ମୁଁ ଟିକେ ଡେରି କରିଦେଇଥିଲେ ତୋ ବଂଶର ଉତ୍ତରାଧିକାରୀ ଦୁନିଆର ନଥାନ୍ତା ଲୋ ମା। ତୁ ଏଇ କ୍ଷୀରକୁ ପୁଅକୁ ପିଇବାକୁ ଦଉଥିଲୁ ଯୋଉଥିରେ ବିଷ ମିଶିଛି। ବାବୁ ଆପଣ ଏଇ ବିଷ ବୋତଲ ନେଇ କଣ କରୁଥିଲେ? ଆପଣ ତକିଆ ତଳୁ ପାଇଲେ ଆପଣ ବିଷ ବୋତଲ ନେଇ କଣ କରୁଥିଲେ? ଏବେ ବି କହିବ ତମେ ଧର୍ମରାଜ ଯୁଧିଷ୍ଠିର ବୋଲି ଆହୁରି ବି କହିବ ତମେ ଜଣେ ଭଲ ମଣିଷ। ତାମାନେ ତୁ ବିଶ୍ୱାସ କର ସେ ବିଷ ବୋତଲ ବେଡରୁମ୍ କେମିତି ଆସିଲା କିଏ ହେଲା କାହିଁକି ହେଲା ମୁଁ କିଛି ଜାଣିନି। ମୁଁ କଥା କହୁଛି କହିଛି ନା ଯଦି ମୁହଁ କୋଳି ଖେଳୁଛୁ ଆରେ କିଛି କହୁନୁ କାହିଁକି? ମୁଁ ଗୋଟେ କଥା ଭାବୁଛି ଲୋ ରାଧା। ଯେ ବାପର ହେଲାନି ଯେ ଭାଇର ହେଲାନି ଯେ ଭଉଣୀର ହେଲାନି ସେ ଦୁନିଆରେ କାହାରି ନୁହେଁ ଆଉ ଯେ କାହାରି ନୁହେଁ ସେ ତା ମାର ବାହାର자 ଆମେ ବାହାରି ଯାବେ। ଭୁଲ କରିବାକୁ ଯାଉଛୁ ତୁ ମା ଭୁଲ କରିବାକୁ ଯାଉଛୁ ତୁ। ତୋ ଭଳି ଅମଣିଷ ଠାରୁ ଭୁଲ ଠିକର ସଂଜ୍ଞା ଜାଣିବା ମୋ ଦରକାର ନାହିଁ। ସତ୍ୟରେ ଯଦି ତୁ ମୋ ପୁଅ ହେଇଥିବ ମୋ ରକ୍ତରୁ ତୁ ଯଦି ସୃଷ୍ଟି ହେଇଥିବ ତାହେଲେ ତତେ ତ ମାର ନିୟମ ବାଜା ବାଜା ବାହାରି ଯା। ତମେ ମାନ ହିଁ କରିବ। ଆଜି ପର୍ଯ୍ୟନ୍ତ ତୁମ ପାଖରେ କଥାଟାକୁ ଲୁଚେଇ ରଖି ପାରିଲୁ ଦେବେ। ପ୍ରତି ମୁହୂର୍ତ୍ତରେ ମରି ମରି ବଞ୍ଚିଛୁ। ଏବେଠାରୁ ତତେ ଭଲ ମନ୍ଦ କରିବେ ଦେବି। ହଁ ବାବୁ ଆପଣଙ୍କ ଭଉଣୀକି ଆପଣଙ୍କ ମ୍ୟାନେଜର ଡନ୍ ମାରିଛି। ଆପଣଙ୍କ ବାପା ଦେଖିଦେବେ ସବୁ ପ୍ରମାଣ ନଷ୍ଟ କରିବାକୁ ଯାଇ ଆପଣଙ୍କ ବାପାଙ୍କୁ ମାରି ଫ୍ୟାନରେ ଟାଙ୍ଗି ଦେଇଛି। ଏଇ କଥାଟାକୁ ତମେ କେମିତି ଜାଣିଲ? ଝିଟିପିଟି ମଦ ପାଇଁ ସବୁ ରେକର୍ଡିଂ କରିଛି ଆଜ୍ଞା। ଆପଣଙ୍କୁ ହାତ ଯୋଡୁଛି ଆଜ୍ଞା ସେ ଟାଟୁବାଲା ଡନ୍କୁ ଆମ ଝାରପଡା ଜେଲକୁ ପଠାନ୍ତୁ। ସେ ଶଳା ହାରାମି ସେଠି ଚକି ବେଶୀ। ଶୁଣିଲୁ ତ ଜାଣିଛୁ ତନ୍ଦ୍ର ସହିତ ଖୁସିର ବାହାଘର କାହିଁକି କରିଛି ଜାଣିଛୁ? କେବଳ ଖୁସିର ଶଙ୍ଖ ସିନ୍ଦୁରକୁ ବଜ୍ର କରିବା ପାଇଁ କାହିଁକି ଆମ ସାନ ଭାଇ ବିନୟକୁ ଲିଭର କ୍ୟାନ୍ସର। ଆଜି ତୁ କହିଦେବି ଜାଣିଛୁ ଖୁସିର ଶଙ୍ଖ ସିନ୍ଦୁର କେମିତି ଉଜାଡି ଦେଇଥାନ୍ତି। ଆରେ ଆମେ କଥା ଜାଣିଛୁ କାହ୍ନୁ ଆମମାନଙ୍କର ଚାକର ନୁହେଁ। ଆରେ କାହ୍ନୁ ହେଉଛି ଆମମାନଙ୍କର ମାଲିକ। କାହିଁକି ଆମର ସମସ୍ତ ପ୍ରପର୍ଟି
ମୁଁ କାମ ନାମେ ବୋଲି କରିଦେବି ବିଶ୍ୱାସ କରିଦେବି ସବୁ କିଛି ବୋଲି କରିଦେଇଛି ଆରେ ହେ ଆସୁ ଦେବେ ହେଇ ସତରେ ସତରେ ତୁ ଝିଅ ରେ ସତରେ ତୁ ଝିଅ ଆରେ ହେ ଯାଉଛି ଏ ଖୁସି ଖବରଟା ସେମାନେ ତୋତେ ଭୁଲ ବୁଝୁଛନ୍ତି କବିତାକୁ ଜଣେଇଦେବି ସେ ତୋତେ ହିରୋ ଭାବୁଥିଲା ତୁ ଖାଲି ହିରୋ ନୁହ ହିରୋ ନମ୍ବର 1 କରିଦେବ ମତେ अरे जो गीता मो पाई जड़ी जड़ी बंची मु ताको भूल बुझी कष्ट होई जागा कहिजे मते क्षमा कर दो जगन्नाथ क्षमा कर दो मते क्षमा कर दो जगन्नाथ आज तुम निकट मु क्षमा पत्र अरे তোকে কি অন্ধারে কল করছো তোমরা পাটি বাড়ি গীতও করছো না नहीं नहीं আর গাও করছো तुमको মতে हां আর কি आज हम तुमके देखिबी বাপ রে বাপ एमसे के मन भरी पकेबी ऐसे कि न तुमको मन इच्छा गाड़ी देबी 15 वर्ष पर आज रोमांटिक डायलॉग मन पड़ेगा जे तबला इच्छा हुए रुसना सुना बोली गीत गा आज कौन हला अरे केतड़ी गीता आज तुम्हारी कंठस्वर से सर्व से गीता गाइबा पाई बहुत सारी इच्छा होची गीता नवरी चोरी ए मिस्टर मुके गांचड़ी ए सारा विशिष्ट हिपोपति कोरी कोरी डंगर मालिक आशुतोष महापात्रर गर्लफ्रेंड सारा कौची अच्छा आज उपाय करनी गीता लेकिन गछ गछ बड़े फुलर भरपूर थिला जेतबे फुलासी धर पिटी होथिला सेतबे भरटा फुलर न फुलर वासना से भर होथिला आज रे भरटा ये बयस पर ए गीता आज तुम से तुम बहुत किछ कथा अछि मो स्वामी खोजु छ गीता कथा तो सही कही अरे कहि परिबो गीता स्वामी शब्द अर्थ तुम कहि परिबो जे स्त्री को शंका सिंदूर बिनाय ताकू ही स्वामी कहंदी भला न मंगल जे पाखरे ठिया हुए ताकू ही स्वामी कहंदी स्वामी शब्द अर्थ को बोलते कि पुरुष रोजने ने मुझे हल्का करती गाड़ी सिरा कुसिरा ने क्षिप्र बदले धन पर तो जैसी तरह कौन करो तू प्रतिशोध नेছি तो प्रति मो छुआ प्रति हेदी अन्याय आदि मो प्रतिशोध नेছি नहीं तू जा भागू क्या ठीक हो तो ये हो तुझे के मुंह कहते छोड़ खूब शीघ्र मु तुम बार को छाड़ी चली जी रो बापा ए ईश्वर तू चित्रगुप्त कही तो लेखा को बदलाई दे मु तो हाथ जोड़ुची मो सान बाबू काम बाबू छोड़े ने सब कथा जानी सारा पर ओ खुशी को केमिते बाहिर था केमिते जानी सुनी ताको मझी रहिला बसे नहीं था क्या ए बेईमान क्या शब्द माचो আমি কিছু জানি না কেন যেমিতি ইয়ে সেমিতি এক বড় ভাই बड़ बाबू मो बड़ बाबू कोन पर বড় ভাই বাবুর জানছিল যে বিনয়কে লিভার ক্যান্সার ସବୁ କଥା ଜାଣି ସାରିଲା ପରେ ବି ଅଧାରେ ତମ ସମସ୍ତ ପାଖରେ ସେ ଲୁଚେଇକି ରଖିଥିଲେ ଆଉ ଗୋଟେ କଥା ଜାଣିଛ କ୍ଷୀରରେ ବିଷ ଦେଇ ବଡ ଭାଇ ଆମ ଛୁଆକୁ ମାରିବାକୁ ଚାହୁଁନଥିଲେ ଏଇ ସବୁର ଚକ୍ରାନ୍ତକାରୀ ହଉଛନ୍ତି ସେ ଡନ୍ ଆଉ ରାଧା କିଛି ନ ଜାଣି ବାବୁ କେତେ କଥା କହିଛି ମୋର ତାକୁ ବହୁତ ବାଡେଇଛି ସେ ମେଡିକାଲରେ ଅଛନ୍ତି किछे किछे नो भाई मो एबे देखि का से भलो अछते सुस्त अछते हरिमद भाई
ପିକାସ ତୋରି ପାଇଁ ମୁଁ ଦୌଡ଼ି କରୁଛି ପିକାସ ତୋରି ପାଇଁ ମୋ ବାପା ମରୁଛନ୍ତି ପିକାସ ଏମିତି କର ଶଳା ହରାମ ଦାଦା କେଇଟା ଦିନ ହେଲେ ମରିବ ନିଜକୁ ସଲମାନ ଖାନ ଭାବ ଆଉ ଡେରି କରନି ଡନ୍ ଆମ କାମ ଆରମ୍ଭ କର ଅଇଲା ହେ ଛତର ଖାଇ ପତର ଗୋଟେ କିରା ଖାଇବାକୁ ପାଉନଥିଲୁ ମୋ ମା ତତେ ବେଲେ ବେଲେ ପଖାଳ ଦେଇଛି ଏ ତୁ ଗୋଟେ ଚାକରଟା ତୁ କଣ କହିବୁ ମତେ ବେ ଆରେ ଇଏ କିଏ ତୁ ମାଲିକାଣି ଛାଡା ମତେ ତତେ ନାଚ ଖାଇନା ସେଇଠି ରହିଗଲୁ ଆରେ କହୁଛି ନା ତୁ ଦେଖାଉଛି କେମିତି ଏ ଯୋଉ ବ୍ୟାଣ୍ଡ ବାଟ ଛାଡା ମୁଁ ଜାତିଟା ସେଗୁଡା ପିଟି ପିଟି ହଳବାଦ କରୁଛି ଛାଡା ମତେ ଆରେ ବେଲେ ବେଲେ ପଖାଳ ଖାଇକି କଣ ଶନି ଦିନ ଭାବିଛୁ ଆରେ ତାକୁ ଗୋଟେ ଖୁରାନ ନୋଟା କରେ ଏତେ କଥା ନାହିଁ ତାକୁ ମାରନି ମାର ତାକୁ সপোজ কলে জানে মারে সপোজ কলে জানে দুশ্মন আই নেম ইট গো এ হারাম দাদা আশুতোষ মহাপাত্র সভ্য সম্পত্তি তো ওনারে কর এ সম্পত্তিକୁ তুমি ওনারে কর ভলরে ভলরে করছি সাইন কর সাইন কর এমনি চেপে দেবে সেটা স্বর্গ বাবাই জমবে সোনা ମୋ ମାର ଫଟି ଯେମିତି ଦେଲେ সোনা সোনা ଚିରି ଯାଇକି ବଡି କାଟୁ ନା ତ ବଡିକି ରସୁଣ ପକେଇ ଛେଚି ପଖାଳ ଖାଇଲ ତ ହରିଆଇ ଦୌଡ଼ିଆ ବଇ ଭଲରେ କହୁଛି ଜଣକୁ ଛାଡିଲେ ଆଉ ତ ତମେ ମାରିଦେ ମାରି ଦେବେ ତମକୁ জানি কোন করিদব আজ ମୋ କାମଟାକୁ ତମେ କରିକି ଦେଖେଇଛ ଏଠି ଇଏ ଗଲା ହସ୍ପିଟାଲରେ ଭାଇ ମରିବ କଣ କରୁଛ ଏମିତି ପ୍ଲାନ୍ କରିଛି ଧୀରେ ବିଷ ଦେଇ ପଳେଇ କୁଆଡେ ଯାଉଛୁ ନା ଆରାମ ଚଲା ରସୁଣ ଛେଚା କରିଛୁ ପୁରା ସେଇ ରସୁଣ ଛେଚାରେ ତୋରି କଲିଜାକୁ କଷେଇକି ଆମେ ଦି ଜଣ ଖାଇବୁ ସାଇନ୍ କର ଆମେ ସାଇନ୍